हेलो एवरीवन वेलकम टू मेगा यूट्यूब चैनल भाइब्रेट एजुकेशन। तो पिला जो 10th क्लास पिला रही 10th क्लास पिलाମାନଙ୍କର ମୁଁ ଗୋଟେ ସିରିଜ୍ ନେଇ ଆସିଛି ଯେଉଁ ସିରିଜ୍ରେ କି ତୁମର ଯେଉଁ ଅଲ୍ ହିଷ୍ଟ୍ରିର ଯେଉଁ ଚାପ୍ଟର ରହିଛି ପିଲାମାନେ ହିଷ୍ଟ୍ରିର ଯେଉଁ ଇମ୍ପୋର୍ଟାଣ୍ଟ ଚାପ୍ଟର ରହିଛି ତାର କ୍ୱିକ୍ ରିଭିଜନ୍ ୱାନ୍ ସଟ୍ ଭିଡ଼ିଓ ମୁଁ ନେଇ ଆସିଛି ଯେଉଁଥିରେ କି ମୁଁ ତୁମର କମ୍ପ୍ଲିଟ୍ ବୁକ୍ ରହିଛି ତୁମର ଫୁଲ୍ ବହି ପିଲାମାନେ ତୁମର ଯେଉଁ କମ୍ପ୍ଲିଟ୍ ବହି ରହିଛି ଫୁଲ୍ ବୁକ୍ର ମାନେ ପ୍ରତ୍ୟେକ ସବଜେକ୍ଟର ରିଭିଜନ୍ ନେଇ ଆସିଛି ମୁଁ ୱାନ୍ ସଟ୍ ମାନେ ଗୋଟେ ହିଁ ଭିଡ଼ିଓରେ ତୁମର କମ୍ପ୍ଲିଟ୍ ରହିଯିବ ଯେଉଁଥିରେ କି ତୁମର ସମସ୍ତ ସର୍ଟ କ୍ୱେଶ୍ଚନ୍ ଲଙ୍ଗ୍ କ୍ୱେଶ୍ଚନ୍ ମଧ୍ୟ କଭର୍ ହେଇଯିବ। ଆଉ ପିଲାମାନେ ତୁମର ସବୁ ସର୍ଟ କ୍ୱେଶ୍ଚନ୍ এই ଗୋଟେ ଭିଡ଼ିଓରେ ହିଁ ଡିସ୍କସନ୍ ହେଇଯିବ। ତ ଭିଡ଼ିଓ କମ୍ପ୍ଲିଟ୍ ୱାଚ୍ କର। ଯଦି ତୁମ ପାଖରେ ସମୟ ବେଶୀ ନାହିଁ ତ ଭିଡ଼ିଓଟିକୁ ତୁମେ କ'ଣ କରିପାରିବ ନା ପ୍ଲେବ୍ୟାକ୍ ସ୍ପିଡ଼୍କୁ 1.5x ସେଟ୍ରେ କରିକି ତୁମେ ଭିଡ଼ିଓ ଦେଖିପାରିବ। ତ କିନ୍ତୁ ଭିଡ଼ିଓଟିକୁ ସ୍କିପ୍ ଜମା କର ନାହିଁ। ତ ପ୍ରଥମେ ଆମେ ଦେଖିବା କେଉଁ ଚାପ୍ଟର ଆଜି ପିଲାମାନେ ଦେଖିବା। ପ୍ରଥମ ଚାପ୍ଟର ଆଜି ରହିଛି ଫାର୍ଷ୍ଟ ଚାପ୍ଟର ଭାରତୀୟ ଜାତୀୟ ଆନ୍ଦୋଳନ ଓ ଗାନ୍ଧୀ ଯୁଗ। ପ୍ରଥମ ପାଠ ରହିଛି କ'ଣ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଜୀଙ୍କ ଆବିର୍ଭାବ। ତ ପିଲାମାନେ ଏଇ ଚାପ୍ଟରରେ ମଧ୍ୟ ବହୁତ କିଛି ଲଙ୍ଗ୍ କ୍ୱେଶ୍ଚନ୍ ଏବଂ ଲଙ୍ଗ୍ କ୍ୱେଶ୍ଚନ୍ ମଧ୍ୟ କିଛି ଆସେ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ଆଉ ସର୍ଟ କ୍ୱେଶ୍ଚନ୍ ମଧ୍ୟ ବହୁତ ସାରା ଆସେ। ତ ସମସ୍ତ ଆଜି କମ୍ପ୍ଲିଟ୍ କରିବା ଗୋଟେ ଭିଡ଼ିଓରେ। ତ ଭିଡ଼ିଓ କମ୍ପ୍ଲିଟ୍ ୱାଚ୍ କର। ତ ପିଲାମାନେ ଯଦି ପାଖରେ ଖାତା କି ନୋଟବୁକ୍ କିଛି ଅଛି ତ ନେଇକି ବସିଯାଉ, କାରଣ ଭିଡ଼ିଓଟିରେ ମୁଁ ସର୍ଟ କ୍ୱେଶ୍ଚନ୍ ମଧ୍ୟ କହିଦେଇଛି କେଉଁଠୁ କେଉଁଠୁ ଆସେ। ତ ଫାର୍ଷ୍ଟ ଦେଖ କ'ଣ ରହିଛି, ଏହି ମହାନ ପୁରୁଷଙ୍କ ପୁରା ନାମ ଥିଲା ମୋହନ ଦାସ କରମଚନ୍ଦ ଗାନ୍ଧୀ। କାହା ବିଷୟରେ ପଢ଼ୁଛେ ଆମେ ପିଲାମାନେ? ମହାତ୍ମା ଗାନ୍ଧୀଙ୍କ ବିଷୟରେ ପଢ଼ୁଛେ। ମୁଁ ଲେଖିଦେଉଛି ପିଲାମାନେ, ଆମେ ଆଜି ମହାତ୍ମା ଗାନ୍ଧୀଙ୍କ ବିଷୟରେ ପଢ଼ୁଛେ। ମହାତ୍ମା ଗାନ୍ଧୀଙ୍କର ଯେଉଁ ପୁରା ନାମ ଥିଲା କ'ଣ ପିଲାମାନେ? ମହାତ୍ମା ଗାନ୍ଧୀଙ୍କର ପୁରା ନାମ ଥିଲା ମୋହନ ଦାସ କରମଚନ୍ଦ ଗାନ୍ଧୀ। ତାଙ୍କର ଜନ୍ମ କେବେ ହେଇଥିଲା? 1869 ଖ୍ରୀଷ୍ଟାବ୍ଦରେ ଅକ୍ଟୋବର 2 ତାରିଖରେ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତ ପିଲାମାନେ ଏଇଟା ଆମେ ସମସ୍ତେ ଜାଣିଛେ ସେ କେଉଁଠି ଜନ୍ମଗ୍ରହଣ କରିଥିଲେ? 1869 ଅକ୍ଟୋବର 2ରେ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ତ ନେକ୍ସଟ ପିଲାମାନେ 1882ରେ ତାଙ୍କର ବିବାହ ହୋଇଥିଲା କାହାଙ୍କ ସହ? କସ୍ତୁରବାଙ୍କ ସହ। ତ ଏଇଟା ମଧ୍ୟ ବହୁତ ବାର ସର୍ଟ କ୍ୱେଶ୍ଚନ୍ ଆସିଛି। এটা କେମିତି ମନେ ରଖିବ? 1869ରେ ଜନ୍ମ ହୋଇଥିଲେ, ତାର ଠିକ୍ 13 ବର୍ଷ ପରେ 1882ରେ କ'ଣ ହେଇଥିଲା ନା ତାଙ୍କର ବିବାହ ହୋଇଥିଲା। ତ ଆଉ ଗୋଟେ କ୍ୱେଶ୍ଚନ୍ ଦେଖ ପିଲାମାନେ, ଏଇଠି ତୁମର ରହିଛି ଏଇ ବକ୍ସଟା ଦେଖିଦିଅ। এই ଯେଉଁ ବକ୍ସଟା ରହିଛି ପିଲାମାନେ, এই ବକ୍ସଟା ଦେଖ। କସ୍ତୁରବାଙ୍କୁ ସମସ୍ତେ ଶ୍ରଦ୍ଧାରେ କ'ଣ ସମ୍ବୋଧନ କରୁଥିଲେ? ବା ବୋଲି ସମ୍ବୋଧନ କରୁଥିଲେ। ତ ପିଲାମାନେ ଏଇଟା ବହୁବାର ସର୍ଟ କ୍ୱେଶ୍ଚନ୍ ଆସିଛି। କସ୍ତୁରବାଙ୍କୁ ସମସ୍ତେ ଶ୍ରଦ୍ଧାରେ କ'ଣ ଡାକୁଥିଲେ? ବା ବୋଲି ଡାକୁଥିଲେ। ଗାନ୍ଧୀଜୀଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକଳାପରେ ସେ ତାଙ୍କ ସହିତ ରହିଥିଲେ ଏବଂ ବହୁ ଥର ବନ୍ଦୀ ମଧ୍ୟ ହୋଇଛନ୍ତି। ଯେଉଁ କସ୍ତୁରବା ମହାତ୍ମା ଗାନ୍ଧୀଙ୍କ ସହ ବହୁବାର କାରାଗାର ମଧ୍ୟ ଯାଇଛନ୍ତି, ତାଙ୍କ ସହ ସମସ୍ତ କାର୍ଯ୍ୟକଳାପରେ ସେ ରହିଛନ୍ତି। ତ ନେକ୍ସଟ କ୍ୱେଶ୍ଚନ୍ ଦେଖ ପିଲାମାନେ। ତ ପିଲାମାନେ ନେକ୍ସଟ ଯେଉଁ ରହିଛି ପିଲାମାନେ, ବିବାହର ଠିକ୍ 6 ବର୍ଷ ପରେ ଅର୍ଥାତ୍ 1882ରେ ତାଙ୍କର ବିବାହ ହେଲା। 1888 ଅକ୍ଟୋବର ମାସରେ ଗାନ୍ଧୀଜୀ ବାରିଷ୍ଟରୀ ପଢ଼ିବା ପାଇଁ କେବଳ କୁଆଡ଼େ ଯାଇଥିଲେ? ଇଂଲଣ୍ଡ ଯାତ୍ରା କରିଥିଲେ। ପିଲାମାନେ ତୁମେ ଲେଖିନେବ 1869 ଗୋଟେ ମିନିଟ୍ 1869ରେ କ'ଣ ହେଇଥିଲା? 1869ରେ ଜନ୍ମ ଏମିତି ଲେଖିନେବ। 1882ରେ ବିବାହ, 1888 ଅକ୍ଟୋବରରେ କ'ଣ ହେଇଥିଲା ନା ସେ ବାରିଷ୍ଟରୀ ପଢ଼ିବା ପାଇଁ ଯାଇଥିଲେ। ତ ଏଇଭଳିଆ ଆପଣ ଲେଖିକି ମନେ ରଖିପାରିବ। 1891 ଜୁନ୍ ମାସରେ କ'ଣ ହେଲା ନା ସେ ଆଇନ ଶିକ୍ଷା ଯେଉଁ ଇଂଲଣ୍ଡ ଯାଇଥିଲେ କ'ଣ ପାଇଁ? ବାରିଷ୍ଟରୀ ପଢ଼ିବା ପାଇଁ। ବାରିଷ୍ଟରୀ ହେଉଛି ପିଲାମାନେ ଯେଉଁ ଲ ଆଇନ ଶିକ୍ଷା ପଢ଼ିବା ପାଇଁ ସେ ଯାଇଥିଲେ ଇଂଲଣ୍ଡକୁ ଯାତ୍ରା କରିଥିଲେ। ଠିକ୍ 1891 ଜୁନ୍ରେ ସେ ଫେରି ଆସିଲେ କେଉଁଠିକୁ ନା ପୁଣି ଭାରତକୁ ଫେରି ଆସିଲେ ଆଇନ ଶିକ୍ଷା ସମାପ୍ତି କରି। ଯେତେବେଳେ ସେ ଫେରି ଆସିଲେ ପିଲାମାନେ, ଫେରି ଆସିଲା ପରେ ପୁଣି ସେ ଯେଉଁ ଆଇନ ଶିକ୍ଷା ଯେଉଁ ସମାପ୍ତି କରିଛନ୍ତି ତାର ବ୍ୟବସାୟ ତ ମଧ୍ୟ କରିବେ ନା କରିବେନି? ଠିକ୍ ରାଜକୋଟ ଆଉ ବମ୍ବେ କ'ଣ କଲେ ନା ସେ ଆଇନ ବ୍ୟବସାୟ ଆରମ୍ଭ କଲେ। ତ ଏଇଟା ମଧ୍ୟ ଇମ୍ପୋର୍ଟାଣ୍ଟ ଅଛି। ନେକ୍ସଟ ରହୁଛି କ'ଣ, ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ମକଦ୍ଦମା ଲଢ଼ିବା ପାଇଁ ସେ ଦକ୍ଷିଣ ଭାରତକୁ ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ତ ଏଇଟା ପିଲାମାନେ ବହୁତ ଆସିଛି କ'ଣ, ସେ କାହାଙ୍କ ନିମନ୍ତ୍ରଣ କ୍ରମେ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ଯାଇଥିଲେ? କାହାଙ୍କ ନିମନ୍ତ୍ରଣ କ୍ରମେ ପିଲାମାନେ? ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀ ତାଙ୍କ ନିମନ୍ତ୍ରଣ କ୍ରମେ ଯାଇଥିଲେ କେଉଁଠାକୁ ନା ନାଟାଲ ନାମକ ସ୍ଥାନକୁ। ସେଟା କେଉଁଠି ଅଛି? ଦକ୍ଷିଣ ଆଫ୍ରିକାରେ ଅଛି। ତ ନେକ୍ସଟ ଦେଖ ପିଲାମାନେ, ତେବେ ଏବେ ଆସିବ ପିଲାମାନେ ଯେଉଁ ସେତେବେଳେ ଯେଉଁ ସେ ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ ସେଠାରେ କ'ଣ କ'ଣ ଅସୁବିଧା ସବୁ ହେଉଥିଲା। ପ୍ରଥମ ଅସୁବିଧା ଦେଖ, ଶ୍ଵେତାଙ୍ଗ ଇଂରେଜମାନେ ବର୍ଣ୍ଣ ବୈଷ୍ଣବ ନୀତି ଯୋଗୁଁ କୃଷ୍ଣ ଆଫ୍ରିକୀୟଙ୍କ ସହ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। କ'ଣ କହୁଛି ପିଲାମାନେ ଏଠି? ଇଂରେଜମାନେ ଶ୍ଵେତାଙ୍ଗର ଅର୍ଥ ମାନେ ପିଲାମାନେ ଯେଉଁ ଗୋରା ଇଂରେଜମାନେ ଥିଲେ ସେମାନେ ସବୁ ବର୍ଣ୍ଣ ବୈଷ୍ଣବ ନୀତି ଅର୍ଥାତ୍ କଳା ଗୋରା ଭେଦଭାବ ରଖି କ'ଣ କରୁଥିଲେ ନା ସେଠି ଆଫ୍ରିକୀୟ ଯେଉଁ କୃଷ୍ଣାଙ୍ଗ ଆଫ୍ରିକୀୟ ମାନେ ଯେଉଁ କଳା ବର୍ଣ୍ଣର ଲୋକମାନେ ଆଫ୍ରିକୀୟ ଲୋକମାନେ ରହିଛନ୍ତି ସେମାନଙ୍କୁ ଏବଂ ଭାରତୀୟମାନଙ୍କୁ ବିଭିନ୍ନ ଅତ୍ୟାଚାର କରୁଥିଲେ। ସେଠାରେ ସେମାନେ କ'ଣ କରୁଥିଲେ, ସେମାନଙ୍କୁ ସେମାନଙ୍କର ଭାରତୀୟମାନଙ୍କର ଭୋଟ ଦାନ ଅଧିକାର ନଥିଲା। ସେମାନେ ଭାରତୀୟମାନେ ଯେଉଁ ସେଠାରେ ରହିଯାଇଛନ୍ତି ସେମାନଙ୍କୁ ଭୋଟ ଦାନର ଅଧିକାର ଦେଉନଥିଲେ। ସେମାନଙ୍କୁ ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡ଼ୁଥିଲା। ସେମାନେ କେମିତି ଅତ୍ୟାଚାର କରୁଛନ୍ତି ପିଲାମାନେ? ଫାଷ୍ଟ କଥା, ସେମାନେ ଭୋଟ ଦେବାକୁ ତାଙ୍କୁ ଦେଉନାହାନ୍ତି। ନେକ୍ସଟ, ତାଙ୍କ ନାମକୁ ପଞ୍ଜୀକରଣ କରୁଛନ୍ତି। ସେମାନେ ଭୋଟ ଦେଉଛନ୍ତି ବୋଲି ପଞ୍ଜୀକରଣ କରି କ'ଣ କରୁଛନ୍ତି ନା ତାଙ୍କୁ କର ଦେବାକୁ କହୁଛନ୍ତି, ମାନେ ପଇସା ତାଙ୍କ ପାଖରେ ନେଉଛନ୍ତି କିନ୍ତୁ ଭୋଟ ଦେବାକୁ ଦେଉନାହାନ୍ତି। ତ ନେକ୍ସଟ ଦେଖ, ସେମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ସ୍ଥାନ ଉଦ୍ଦିଷ୍ଟ କରାଯାଉଥିଲା। ମାନେ ଏଭଳି ବସତି ତାଙ୍କୁ ଦିଆଯାଉଥିଲା ଯେଉଁ ବସତିରେ କି
ଯେଉଁ ବର୍ଷ ମାନେ ଏଭଳି ପରିବେଶ ଭାବି ନିଅ ଏଇଟା ଗୋଟେ ପରିବେଶ ଯେଉଁଟାରେ ସବୁଠୁ ଅପରିଷ୍କାର ସବୁ ମାନେ ରହିଛି ସେଇ ପରିବେଶ ତାଙ୍କୁ ରହିବାକୁ ଦିଆଯାଉଥିଲା। ସେଇଭଳିଆ ଅସ୍ୱାସ୍ଥ୍ୟକର ପରିବେଶରେ ତାଙ୍କୁ ରଖାଯାଉଥିଲା। ନେକ୍ସଟ କ'ଣ କହିଛି, ସେମାନେ ରାତି 9ଟା ପରେ ଘରୁ ବାହାରକୁ ଯାଇପାରୁନଥିଲେ ଓ ଜନସାଧାରଣଙ୍କର ପାଦଚଲା ରାସ୍ତା ବ୍ୟବହାର କରିପାରୁନଥିଲେ। ଏଇଟା ପିଲାମାନେ କାହାମାନଙ୍କ ଅଛି, ଏଇଟା ଯେଉଁ ଭାରତୀୟମାନେ ଥିଲେ, ଯେଉଁ ଦକ୍ଷିଣ ଆଫ୍ରିକାର ପିଲାମାନେ ଯେଉଁ ଭାରତୀୟମାନେ ଥିଲେ, ଇଣ୍ଡିଆନ ମାନେ, ତାଙ୍କ ପାଇଁ ଉଦ୍ଦିଷ୍ଟ। ନା ସେମାନେ ରାତି 9ଟା ପରେ ଘରୁ ବାହାରି ପାରିବେ, ନା ସେମାନେ ସେଠାକାର ଯେଉଁ ଜନସାଧାରଣ ମାନେ ଇଂରେଜମାନେ କିମ୍ବା ହୁଅନ୍ତି ଦକ୍ଷିଣ ଆଫ୍ରିକାର ଲୋକମାନେ, ସେମାନେ ଯେଉଁ ପାଦଚଲା ରାସ୍ତା ବ୍ୟବହାର କରୁଛନ୍ତି ତାକୁ ବ୍ୟବହାର କରିପାରିବେ। ତ ପିଲାମାନେ କେମିତି ଦେଖ ଅତ୍ୟାଚାର କରୁଛନ୍ତି ସେମାନେ ରେଳଗାଡ଼ିରେ ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା ମଧ୍ୟ କରିପାରୁନଥିଲେ। ମାନେ ଯେଉଁ ଫାର୍ଷ୍ଟ କ୍ଲାସ୍ କିମ୍ବା ସେକେଣ୍ଡ କ୍ଲାସ୍ ଯେଉଁ ବଗି ରହିଛି ସେଠାକାରେ ମଧ୍ୟ ତାଙ୍କୁ ଯାତ୍ରା କରିବାକୁ ଦେଉନଥିଲେ। ଆହୁରି କ'ଣ ହେଇଛି ଦେଖ ପିଲାମାନେ, ସେଠାରେ ବାସ କରୁଥିବା ଭାରତୀୟ ବ୍ୟବସାୟୀ, ସେଠାରେ ଯେଉଁ ପିଲାମାନେ ବାସ କରୁଥିଲେ ଭାରତୀୟ ବ୍ୟବସାୟୀ, ବଣିଜ, ଜାହାଜ ମାଲିକ, ଶ୍ରମିକ, ଶ୍ଵେତାଙ୍ଗମାନେ କୁଲି ବୋଲି ସମ୍ବୋଧନ କରୁଥିଲେ। ସେମାନେ ଆହୁରି କେମିତି କ'ଣ ମାନେ ସବୁ ଆମର ଅପମାନ କରୁଛନ୍ତି ଦେଖ। ଦକ୍ଷିଣ ଆଫ୍ରିକାର ଯେଉଁ ଭାରତୀୟମାନେ ଯେଉଁ ରହିଛନ୍ତି ସେମାନେ ବ୍ୟବସାୟୀ ହୁଅନ୍ତି କି ବାଣିଜ୍ୟ କି ଜାହାଜ ମାଲିକ ଯାହା ବି ହୁଅନ୍ତି, ସେ ଯେଉଁ ଶ୍ଵେତାଙ୍ଗମାନେ ରହିଛନ୍ତି ଅର୍ଥାତ୍ ଇଂରେଜମାନେ ଆମକୁ କୁଲି ବୋଲି ସମ୍ବୋଧନ କରୁଥିଲେ। କୁଲି ଅର୍ଥାତ୍ ଗରିବ, କୁଲି, ମାନେ ଏଇଭଳି ଯେଉଁ ନିଚ ଅର୍ଥରେ ଆମକୁ ଅପମାନ କରୁଥିଲେ। ତ ନେକ୍ସଟ କ'ଣ କହିଛି ଦେଖ ପିଲାମାନେ, ଆଉ ନିଚ ଦୃଷ୍ଟିରେ ମଧ୍ୟ ଦେଖୁଥିଲେ। ଏଇ ଲେଖା ଯେଉଁ ଗୋଟେ ଲାଇନ୍ ଅଛି ମଧ୍ୟ ନିଚ ଦୃଷ୍ଟିରେ ମଧ୍ୟ ଦେଖୁଥିଲେ। ତ ପିଲାମାନେ ଏଇଟା ଆମର ମଧ୍ୟ କୋଶ୍ଚିନ୍ ବହୁବାର ଆସିଛି। ଶ୍ଵେତାଙ୍ଗମାନେ ଆମକୁ କ'ଣ ବୋଲି ସମ୍ବୋଧନ କରୁଥିଲେ, ମାନେ ଯେଉଁ ଭାରତୀୟ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଏମାନଙ୍କୁ କ'ଣ ବୋଲି ସମ୍ବୋଧନ କରୁଥିଲେ। ତ ତମେ କ'ଣ ଲେଖିପାରିବ, କୁଲି ବୋଲି। ନେକ୍ସଟ ଦେଖ ପିଲାମାନେ, ଗାନ୍ଧିଜୀ କଚେରୀ ଭିତରକୁ ପଗଡ଼ି କାଢ଼ି ଦେବାକୁ କୁହାଯାଉଥିଲା। ଯେହେତୁ ଗାନ୍ଧିଜୀ ସେଠି କ'ଣ ପାଇଁ ଯାଇଥିଲେ, ଦକ୍ଷିଣ ଆଫ୍ରିକା ପିଲାମାନେ କ'ଣ ପାଇଁ ଯାଇଥିଲେ, ଯେଉଁ ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ରହିଛନ୍ତି ତାଙ୍କର କ'ଣ କରିବାକୁ, ତାଙ୍କର ଗୋଟେ ଆଇନ ଲଢ଼ିବାକୁ। ତ ସେ ନିହାତି କଚେରୀ ଭିତରକୁ ଯିବେ, ଅର୍ଥାତ୍ କୋର୍ଟ ଭିତରକୁ ଯିବେ। ତ ସେଠି କ'ଣ କୁହାଯାଉଥିଲା, ଗାନ୍ଧିଜୀ ଯେଉଁ ପଗଡ଼ି ପିନ୍ଧୁଥିଲେ ତାଙ୍କୁ କାଢ଼ି ଦେବାକୁ କୁହାଯାଉଥିଲା। ଥରେ ସେ ରାତି 9ଟାରେ ପାଦଚଲା ରାସ୍ତାରେ ଚାଲୁଥିବାରୁ ପୋଲିସ ଆକ୍ରମଣର ଶିକାର ହୋଇଥିଲେ। ସମସ୍ତ ହୋଟେଲ ତାଙ୍କୁ କୋଠରୀ ଦେବା ପାଇଁ ମନା କରିଦେଇଥିଲା। ଦିନେ ସେ ରେଳଗାଡ଼ିରେ ପ୍ରଥମ ଶ୍ରେଣୀରେ କୋଠରୀ ଯାତ୍ରା କରୁଥିବା ବେଳେ ତାଙ୍କର ଜଣେ ଶ୍ଵେତାଙ୍ଗ ସହଯାତ୍ରୀ କ'ଣ କରିଥିଲେ ନା, ଅଭିଯୋଗ କ୍ରମେ ଗୋଟିଏ ଷ୍ଟେସନ ମାଷ୍ଟର, ରେଳଗାଡ଼ିର ଗାର୍ଡ ଓ ପୋଲିସଙ୍କ ଦ୍ୱାରା ତାଙ୍କୁ ଜିନିଷପତ୍ର ସହ ଉକ୍ତ ରେଳ କୋଠରୀରୁ ଠେଲି ବାହାର କରିଦିଆଯାଇଥିଲା। ତ କ'ଣ କହିଛି ପିଲାମାନେ ଦେଖ ଏଠି, ସେ କହିଛି ଗାନ୍ଧିଜୀ ମଧ୍ୟ ସେଇ ଯେଉଁ ଅପମାନର ଶିକାର ହୋଇଥିଲେ। କେମିତି ଦେଖ, ଯେ ଫାର୍ଷ୍ଟ ତାଙ୍କୁ କଚେରୀ ଭିତରେ ପଗଡ଼ି ପିନ୍ଧିବାକୁ ଦିଆଯାଉନଥିଲା, ତାଙ୍କୁ କୌଣସି ହୋଟେଲରେ ରହିବା ପାଇଁ ଜାଗା ମଧ୍ୟ ଦିଆଯାଇନଥିଲା, ସମସ୍ତେ ମନା କରିଦେଇଥିଲେ। ଆଉ ଯେତେବେଳେ ସେ ଦିନେ ରେଳଗାଡ଼ିରେ ଯାଉଥିଲେ, ତାଙ୍କର ଜଣେ ସାଙ୍ଗ ଥିଲେ, ସେ କ'ଣ ଥିଲେ ନା ସେ ଇଂରେଜ ଥିଲେ। ତାଙ୍କର ଜଣେ ସହଯୋଗୀ ଥିଲେ, ସେ ଇଂରେଜ ଥିଲେ। ସେ କ'ଣ କଲେ ନା ରେଳଗାଡ଼ିର ଯେଉଁ ଗାର୍ଡମାନଙ୍କୁ ଡାକିଲେ, କହିଲେ କି ଏଠି ଜଣେ ମାନେ ଆମର ଜଣେ ଅଛନ୍ତି ଯେ ଭାରତୀୟ, ସେଇଥିପାଇଁ ତାଙ୍କୁ ରେଳଗାଡ଼ିରୁ ମଧ୍ୟ ବାହାର କରିଦିଆଯାଇଥିଲା। ସେ ଯେହେତୁ ଫାର୍ଷ୍ଟ କ୍ଲାସ୍ ବଗିରେ ଯାଇଥିବା ହେତୁ ତାଙ୍କୁ ରେଳଗାଡ଼ିରୁ ମଧ୍ୟ ବାହାର କରିଦିଆଗଲା, ପୁଣି ଧକ୍କା ମାରିକି। ତ ନେକ୍ସଟ ଦେଖ ପିଲାମାନେ, ତ ଶ୍ଵେତାଙ୍ଗମାନେ କେମିତି ଅତ୍ୟାଚାର କଲେ କେମିତି ଜାଣିପାରିଲ, ମୁଁ ତୁମକୁ ଆଉ ଥରେ ସର୍ଟରେ ମଧ୍ୟ କହିଦେଉଛି। କେମିତି ଯେଉଁ ଆମ ଉପରେ ଅତ୍ୟାଚାର କରୁଥିଲେ ମୁଁ ପୁଣି ସର୍ଟ କହିଦେଉଛି ଦେଖ ପିଲାମାନେ। ଫାର୍ଷ୍ଟ ତ ସେମାନେ ଯେଉଁ ଇଂରେଜମାନେ କେମିତିକା ଥିଲେ, ଏମିତି ମନେ ରଖ, ଇଂରେଜମାନେ ପିଲାମାନେ ଗୋରା ଥିଲେ। ଇଂରେଜମାନେ ଯେହେତୁ ଗୋରା ଥିଲେ, ସେମାନେ କଳା ଗୋରା ଭେଦଭାବ କରୁଥିଲେ। ସେଥିପାଇଁ ସେ କେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ, ଫାର୍ଷ୍ଟ ଆଫ୍ରିକୀୟମାନଙ୍କୁ ଅତ୍ୟାଚାର କରୁଥିଲେ, ଆଉ ଆମ ଭାରତୀୟମାନଙ୍କୁ ମଧ୍ୟ ଅତ୍ୟାଚାର କରୁଥିଲେ। ଆଉ କ'ଣ କରୁଥିଲେ, ସେମାନେ କ'ଣ କରୁଥିଲେ ନା ଭାରତୀୟମାନେ ଯେଉଁ ରହିଛନ୍ତି ସେଠି ତାଙ୍କୁ ଭୋଟ ଦେବା ପାଇଁ ଦେଉନଥିଲେ। ସେମାନେ ଭୋଟ ଦେଇପାରିବେନି, କିନ୍ତୁ ଭୋଟର କର ଦେବେ। କେମିତିକା ନା ନାମ ପଞ୍ଜୀକରଣ କରି। ଆଉ କ'ଣ କରୁଥିଲେ, ସେମାନଙ୍କୁ ରହିବା ପାଇଁ ମଧ୍ୟ ଜାଗା ଦେଉନଥିଲେ। ଅସ୍ୱାସ୍ଥ୍ୟକର ପରିବେଶ, ଯେଉଁ ପରିବେଶରେ ରହିଲେ ଆମ ଦେହ ଖରାପ ହେବ, ମାନେ ଅପରିଷ୍କାର ପରିବେଶରେ ଆମକୁ ରହିବା ପାଇଁ ଦେଉଥିଲେ। ଆଉ କ'ଣ କରୁଥିଲେ, ସେଠାରେ ଯେଉଁ ଥିଲେ ଭାରତୀୟ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକ, ସେମାନଙ୍କୁ କୁଲି ବୋଲି ସମ୍ବୋଧନ କରି ଆମକୁ ନିଚ ଦୃଷ୍ଟିରେ ଦେଖୁଥିଲେ। ଆଉ ଭାରତୀୟମାନେ ରାତି 9ଟା ପରେ ନା ବାହାରି ପାରିବେ, ନା ତାଙ୍କର ଜନସାଧାରଣଙ୍କର ପଦଚଲା ରାସ୍ତା ବ୍ୟବହାର କରିପାରିବେ। ତ ଏଇଭଳିଆ ଅତ୍ୟାଚାର କରୁଥିଲେ। ଆହୁରି ପିଲାମାନେ କୋଶ୍ଚିନ୍ ମଧ୍ୟ ଆସିছে, ତୁମର 2 ମାର୍କ କି 3 ମାର୍କ କୋଶ୍ଚିନ୍ ମଧ୍ୟ ବେଳେବେଳେ ପକେଇ ଦିଏ। ଗାନ୍ଧିଜୀ କିପରି ତାଙ୍କର ଅତ୍ୟାଚାର ଶିକାର ହୋଇଥିଲେ। ଗାନ୍ଧିଜୀ ତାଙ୍କର ଯେଉଁ କଚେରୀ ଭିତରେ ତାଙ୍କୁ ପଗଡ଼ି ଖୋଲିଦେବାକୁ କୁହାଯାଉଥିଲା, ତାଙ୍କୁ କୌଣସି ହୋଟେଲରେ ରହିବା ପାଇଁ ଜାଗା ଦିଆଯାଉନଥିଲା। ଆହୁରି ତାଙ୍କୁ କ'ଣ କରାଯାଇଥିଲା, ଥରେ ସେ ଯେଉଁ ଫାର୍ଷ୍ଟ କ୍ଲାସ୍ ବଗିରେ ବା ପ୍ରଥମ ଶ୍ରେଣୀ କୋଠରୀରେ ଯାତ୍ରା କରୁଥିଲେ, ତାଙ୍କର ଜଣେ ଥିଲେ କ'ଣ ଶ୍ଵେତାଙ୍ଗ ସହଯାତ୍ରୀ। ସେ କ'ଣ କଲେ ନା ରେଳଗାଡ଼ିର ଷ୍ଟାଫ୍ କହିଲେ କି ଇଏ ଭାରତୀୟ ଅଛନ୍ତି, ୟାଙ୍କୁ ବାହାର କରିଦିଅ ଏଠୁ। ତେଣୁ ତାଙ୍କୁ ମଧ୍ୟ ଧକ୍କା ମାରି ତାଙ୍କ ଜିନିଷପତ୍ର ସଙ୍ଗେ ବାହାର କରାଯାଇଥିଲା। ତ ଏଇଭଳି ପିଲାମାନେ ଆମ ଉପରେ ଅତ୍ୟାଚାର କରାଯାଉଥିଲା। ତ ନେକ୍ସଟ ଦେଖ ପିଲାମାନେ, ସେଠାରେ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ ପାଇଁ 1894ରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ, ମାନେ ଦେଖ ମୁଁ ପିଲାମାନେ ଆଉ ତ ଭଲସେ ପଢ଼ିବା ପାଇଁ ଟାଇମ୍ ନାହିଁ, କେବଳ 5-6ଟା ମିନିଟ୍ ଭଲସେ ମୁଁ ଇମ୍ପୋର୍ଟାଣ୍ଟ କହିଦେବି। ଏଇ ଯେଉଁ ଅତ୍ୟାଚାର ହେଉଥିଲା, ଇଂରେଜମାନେ ଯେଉଁ ଭାରତୀୟଙ୍କ ପ୍ରତି ଯେଉଁ ଅତ୍ୟାଚାର କରୁଥିଲେ, ଏଇ ଅତ୍ୟାଚାରକୁ ଲୋକମାନଙ୍କ ମଧ୍ୟ ଜାଗ୍ରତ କରିବା ପାଇଁ ଗାନ୍ଧିଜୀ କ'ଣ କଲେ ନା 1894ରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଗୋଟେ ଯେଉଁ
ଅନୁଷ୍ଠାନ ଗଠନ କଲେ। 1894 ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ 1894 କ'ଣ କରାଗଲା ନା ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରାଗଲା। ଆଉ ଶ୍ଵେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ କେବଳ ତ ଗୋଟେ ଅନୁଷ୍ଠାନ ଗଠନ କରିଦେଲେ ହେବ ନାହିଁ, ଲୋକମାନଙ୍କୁ ମୁଁ ସେଥିରେ ସଚେତନ ମଧ୍ୟ କରିବା ପାଇଁ ହେବ। କେମିତି? ସେ ସେଥିପାଇଁ ଗୋଟେ ପତ୍ରିକା ଅନୁଷ୍ଠାନ କଲେ, ମାନେ ଓପିନିଅନ କଲେ, ସମ୍ବାଦ ପତ୍ରିକା। କ'ଣ ନା ଇଣ୍ଡିଆନ ଓପିନିଅନ ନାମକ ଏକ ସମ୍ବାଦ ପତ୍ରିକା ପ୍ରକାଶ କଲେ। ପିଲାମାନେ ଏଟା ମଧ୍ୟ ବହୁତ ବାର କ୍ୱେଶ୍ଚନ ଆସେ। କ'ଣ ନା ଗାନ୍ଧୀଜୀ ଯୋଉ ଇଣ୍ଡିଆନ ଓପିନିଅନ କିଏ ବାହାର କରିଥିଲେ? କିଏ ପିଲାମାନେ? ମହାତ୍ମା ଗାନ୍ଧୀ। ଏଟା ଭଲସେ ମନେ ରଖିବ। ତ ନେକ୍ସଟ ଦେଖ ପିଲାମାନେ, ଆହୁରି ଏଇଠି ଗୋଟେ ପିଲାମାନେ ଅଛି, ଏହି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ଗାନ୍ଧୀଜୀ ନେତୃତ୍ୱ ନେଲେ। ଏହି ସଂଗ୍ରାମ ସମୟରେ ସେ ସତ୍ୟ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ରର ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। ତ ପିଲାମାନେ ସତ୍ୟାଗ୍ରହର ଅର୍ଥ କ'ଣ? ସତ୍ୟାଗ୍ରହ ଗାନ୍ଧୀଜୀଙ୍କର ହେଉଛି ମେନ୍ ଅସ୍ତ୍ର ମାନେ ନୁହେଁ କି ସେ ଛୁରା ଭୁଜାଲି ଏମିତି ବ୍ୟବହାର କରିବେ ନାହିଁ। ସତ୍ୟାଗ୍ରହର ଅର୍ଥ ହେଉଛି ସତ୍ୟ ଓ ଅହିଂସା ଉପରେ ଆଧାରିତ ଏକ ନୂତନ ଅସ୍ତ୍ର, ଯାହାକି ଗାନ୍ଧୀଜୀଙ୍କର ବ୍ରହ୍ମାସ୍ତ୍ର ରୂପୀ। ଗାନ୍ଧୀଜୀଙ୍କର ପାଖରେ ଯେଉଁ ବ୍ରହ୍ମାସ୍ତ୍ର ଥିଲା ସେଟା କ'ଣ ପିଲାମାନେ? ସତ୍ୟାଗ୍ରହ। ସେ କ'ଣ କଲେ? 1906 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ଭାରତୀୟମାନଙ୍କୁ ନିଜର ଆଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସଦାସର୍ବଦା ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ, ଗାନ୍ଧୀଜୀ ଉକ୍ତ କଳା ଆଇନ, ମାନେ ଯେଉଁ ଏଠି ଗୋଟେ ଦେଖ, ସେ କ'ଣ କହିଛି? 1906 ଖ୍ରୀଷ୍ଟାବ୍ଦରେ ଦକ୍ଷିଣ ଆଫ୍ରିକାର ଜଣେ ସରକାର ସେ କ'ଣ କଲେ ନା ସେ ଗୋଟେ ନିୟମ କାଢ଼ିଲେ କି ଭାରତୀୟମାନେ ନିଜ ଆଙ୍ଗୁଳି ଛାପ ନେଇ ପଞ୍ଜୀକୃତ ପ୍ରମାଣପତ୍ର ସର୍ବଦା ନିଜ ସାଙ୍ଗ ନେଇ ବୁଲିବେ। ଗାନ୍ଧୀଜୀ କ'ଣ କଲେ ନା ଏଇ ଆଇନ ବିରୋଧରେ ଆନ୍ଦୋଳନ କଲେ। ସେ ଫାଷ୍ଟ ଗୋଟେ କ୍ୱେଶ୍ଚନ ଆସେ, ଗାନ୍ଧୀଜୀ କେଉଁ ଆନ୍ଦୋଳନ ବିରୋଧରେ ପ୍ରଥମେ ତାଙ୍କର ସତ୍ୟାଗ୍ରହ ଅସ୍ତ୍ରର ମାନେ ପ୍ରବର୍ତ୍ତନ କରିଥିଲେ ବା ବ୍ୟବହାର କରିଥିଲେ? କେଉଁ ଆଇନ? 1906 ଖ୍ରୀଷ୍ଟାବ୍ଦରେ ସେପ୍ଟେମ୍ବର 11, ଏଇଟା ପିଲା ମନେ ରଖିଥିବ, 1906 ସେପ୍ଟେମ୍ବର 11ରେ ଜୋହାନ୍ସବର୍ଗ ଏମ୍ପାୟାର ଥିଏଟରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କ'ଣ ହେଇଥିଲା ନା ସାଧାରଣ ସଭାରେ ଥିବା ଭାରତୀୟମାନେ ଏହି କଳା ଆଇନକୁ ଅମାନ୍ୟ ପାଇଁ ସଂକଳ୍ପ ନେଲେ। କେଉଁ କଳା ଆଇନ ପିଲାମାନେ? ଏଇ ଯେଉଁ ଥିଲା ଦକ୍ଷିଣ ଆଫ୍ରିକାର ଯେଉଁ ସରକାର ଗୋଟେ ନିୟମ କାଢ଼ିଥିଲେ, ଯେଉଁଥିରେ କି ଲୋକମାନେ କ'ଣ କରିବେ ନା ସଦାସର୍ବଦା ନିଜର ଆଙ୍ଗୁଳି ଛାପ ଥିବା ଯେଉଁ ଆଙ୍ଗୁଳି ଛାପ ରହିଲା ପିଲାମାନେ ଆଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସେମାନେ ସାଙ୍ଗରେ ନେଇ ବୁଲିବେ। ତ ଏହି ଯେଉଁ କଳା ଆଇନ ବିରୋଧରେ କ'ଣ କଲେ ନା ଲୋକମାନେ ଆନ୍ଦୋଳନ କଲେ। କେବେ? 1906 ପିଲାମାନେ ଲେଖିନେବ, 1906 ସେପ୍ଟେମ୍ବର 11 କେଉଁଠି ପିଲାମାନେ? ଏମ୍ପାୟାର ଥିଏଟରରେ, ଜୋହାନ୍ସବର୍ଗର ଏମ୍ପାୟାର ଥିଏଟରରେ ସଂକଳ୍ପ ନେଲେ। ତ ନେକ୍ସଟ ଦେଖ ପିଲାମାନେ, କେବଳ ଏତିକି ନୁହେଁ ପିଲାମାନେ, ଏଇ ଯେଉଁ ଆନ୍ଦୋଳନ ପାଇଁ ଗାନ୍ଧୀଜୀଙ୍କୁ 1906ରେ ଜୋହାନ୍ସବର୍ଗ କାରାଗାରରେ ମଧ୍ୟ ବନ୍ଦୀ କରି ରଖାଯାଇଥିଲା। ତ ନେକ୍ସଟ ପିଲାମାନେ ଦେଖିବା ଏବେ, ଆଉ ଗୋଟେ ଥିଲା ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ପ୍ରଣୀତ ଗୋଟେ ଆଇନ ଥିଲା, କ'ଣ? ଦେଶାନ୍ତର ଗମନ ନିଷେଧ ଆଇନ। ସେଇ ଆଇନଟା ମାନେ କ'ଣ? କୌଣସି ଭାରତୀୟ ଯେଉଁ ଦକ୍ଷିଣ ଆଫ୍ରିକାରେ ଅଛନ୍ତି ସେମାନେ କେବେ ବି ଅନ୍ୟ ଦେଶକୁ ବୁଲିବା ପାଇଁ ଯାଇପାରିବେନି। ସେଥିପାଇଁ 1908 ମସିହାରେ ଅଗଷ୍ଟ ମାସରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ ଓ ଗିରଫ ହେଲେ। ମାନେ ଏଇଟା ପିଲାମାନେ 1908 ଅଗଷ୍ଟ ଏମିତି ମନେ ରଖିବ ପିଲାମାନେ। 1908 ଅଛି ଏଠି, 1908 8 ମାସ ଲାଷ୍ଟ ଅଛି, ସେଥିପାଇଁ ଅଗଷ୍ଟ ଏଇଭଳିଆ ମଧ୍ୟ ମନେ ରଖିପାରିବ। ସେ କ'ଣ କଲେ? ବହୁତ ଭାରତୀୟମାନେ ସେ ଯେଉଁ ତାଙ୍କର ଗୋଟେ ଆଇନ ଥିଲା ସେ ଆଇନକୁ ନ ମାନି ସେ ନାଟାଲ ସୀମା, ଯେଉଁ ନାଟାଲ ନାମକ ସ୍ଥାନକୁ ଯାଇଥିଲେ ନା, ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ ଆଉ ଗିରଫ ମଧ୍ୟ ହେଲେ। ସେହି ବର୍ଷ ଅକ୍ଟୋବରରେ ଗାନ୍ଧୀଜୀକୁ ମଧ୍ୟ ବନ୍ଦୀ କରାଗଲା। ମାନେ ଫାଷ୍ଟ ଥରେ ବନ୍ଦୀ କରାଯାଇଥିଲା କେବେ ନା 1906ରେ ବନ୍ଦୀ କରାଯାଇଥିଲା, ଯେଉଁ କଳା ଆଇନ ବିରୋଧରେ ସେ ଯେଉଁ ଆନ୍ଦୋଳନ କଲେ ସେଥିପାଇଁ ବନ୍ଦୀ କରାଯାଇଥିଲା। ତାପରେ 2 ବର୍ଷ ପରେ 1908ରେ ପୁଣି ବନ୍ଦୀ କରାଗଲା। କେବେ ନା ସେ ଅଗଷ୍ଟ ମାସରେ କ'ଣ କଲେ? ଯେଉଁ ଅଗଷ୍ଟ ମାସରେ ସେ ମାନେ ଆନ୍ଦୋଳନ ଆରମ୍ଭ କଲେ, ତା ଠିକ୍ ଅଗଷ୍ଟ ପରେ କ'ଣ ସେପ୍ଟେମ୍ବର ମଧ୍ୟ ଆନ୍ଦୋଳନ ଚାଲୁ ରଖିଛନ୍ତି। ଅକ୍ଟୋବରରେ କ'ଣ ହେଲା? ଅକ୍ଟୋବରରେ ତାଙ୍କୁ ବନ୍ଦୀ କରାଗଲା। ବୁଝିପାରିଲ? ତ ନେକ୍ସଟ ଦେଖ ପିଲାମାନେ, ନେକ୍ସଟ କ'ଣ ହେଇଛି? 1913 ମାନେ ପିଲାମାନେ ମସିହା କେମିତି ମାନେ ଗୋଟେ ପରେ ଗୋଟେ ମସିହାରେ କ'ଣ କ'ଣ ହେଇଯାଇଛି ସେମିତି ମନେ ରଖିବ। 1906ରେ ଗଲା କଳା ଆଇନ, 1908ରେ ଗଲା ଦେଶାନ୍ତର ଗମନ ନିଷେଧ ଆଇନ, ତାପରେ ହେଲା 1913ରେ କ'ଣ ହେଇଛି? 1913 ମାର୍ଚ୍ଚ 14 ସେମିତି ପିଲାମାନେ 1900 ମୁଁ ଗୋଟେ ଟ୍ରିକ୍ କହୁଛି। 1913 ମନେ ରହୁନି ପିଲାମାନେ, 1913 ଲାଷ୍ଟ ମାସ 3 ଅଛି, ମାନେ 3 ଅଛି ଲାଷ୍ଟ ଅକ୍ଷର। 3 କେଉଁ? ଜାନୁଆରୀ ଫେବୃଆରୀ ମାର୍ଚ୍ଚ, ଆମର ମାର୍ଚ୍ଚ ମାସ ପିଲାମାନେ, ଏଇଟା ମାର୍ଚ୍ଚ ମାସ। 1913 ମାର୍ଚ୍ଚ 14ରେ କ'ଣ ହେଲା ନା 1913 ମାର୍ଚ୍ଚ 14ରେ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟର ଏକ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇନଥିବା ବା ପଞ୍ଜୀକରଣ ହୋଇନଥିବା ଭାରତୀୟମାନଙ୍କର ବିବାହର ସ୍ୱୀକୃତି ମାନେ ପ୍ରତ୍ୟାହାର କରାଗଲା। ମାନେ ଯେଉଁ ସେଠି ଯେଉଁ ପଞ୍ଜୀକୃତ କରି ଯେଉଁ ଭୋଟଦାନ କରାଯାଉଥିଲା ସେଇଭଳିଆ ଯଦି ପଞ୍ଜୀକୃତ ନ ହୋଇଥିବ ସେଠାକାର କେହି ଭାରତୀୟମାନେ ବିବାହ କରିପାରିବେନି। ଏଇ ଯେଉଁ ଆଇନକୁ ପ୍ରତ୍ୟାହାର କରାଗଲା। ଏହା ବିରୋଧରେ କ'ଣ କଲେ? ଏହାର ବିରୋଧରେ ସଂଗଠିତ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କ ମାନେ ସେଇ ଯେଉଁ ବିରୋଧରେ ଯେଉଁ ଆନ୍ଦୋଳନ କଲେ, ମାନେ ଯେଉଁ ପଞ୍ଜୀକରଣ ହୋଇନଥିବା ଖ୍ରୀଷ୍ଟିଆନ ରୀତି ବିରୋଧରେ ଯେଉଁ ଆନ୍ଦୋଳନ କଲେ ସେଇଟା ଥିଲା ଗାନ୍ଧୀଜୀଙ୍କର ଶେଷ ଆନ୍ଦୋଳନ। କେଉଁଠି ନା ଦକ୍ଷିଣ ଆଫ୍ରିକାରେ। କ୍ୱେଶ୍ଚନ ମଧ୍ୟ ଆସେ, ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କ ଶେଷ ଆନ୍ଦୋଳନ କ'ଣ ଥିଲା? କେଉଁ ଆନ୍ଦୋଳନ? ଖ୍ରୀଷ୍ଟିଆନ ରୀତି ବିରୋଧରେ ଆନ୍ଦୋଳନ। ତ
ତ କ'ଣ ହେଲା, ଗାନ୍ଧିଜୀ ନୂତନ ସଂଗ୍ରାମ ସଙ୍କଟ ନିକଟରେ ନିଜର ଇଂରେଜ ସରକାର ହାର ମାନିଲେ ଏବଂ କେତେକ ଅପମାନଜନକ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ସେଠି ସେ ଏଭଳିଆ କାମ କଲେ, ମହାତ୍ମା ଗାନ୍ଧୀ ଯେଉଁ ଯାଇଥିଲେ ସେଭଳି କେତେ ଗୁଡ଼ିଏ ଆନ୍ଦୋଳନ କଲେ ଗାନ୍ଧିଜୀଙ୍କ ପ୍ରତି କିମ୍ବା ସେଠାରେ ଥିବା ଭାରତୀୟ ଦକ୍ଷିଣ ଆଫ୍ରିକୀୟ ଲୋକମାନଙ୍କ ଉପରେ ଯେଉଁ ଅତ୍ୟାଚାର କରାଯାଉଥିଲା ସେଥିପାଇଁ ମଧ୍ୟ ସେମାନେ ହାର ମାନିଲେ। ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପ୍ଲାନ୍ ଅଛି, ସେ ସମୟରେ ଦକ୍ଷିଣ ଆଫ୍ରିକାର ଶାସନର ମୁଖ୍ୟ କିଏ ଥିଲେ? ଜେନେରାଲ ସ୍ମୋର୍ଟସ୍। ବହୁତ ଥର ଆସିଛି, ଯେତେବେଳେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଥିଲେ ବା ସେଠାରେ ଆନ୍ଦୋଳନ କରୁଥିଲେ ସେତେବେଳେ ଦକ୍ଷିଣ ଆଫ୍ରିକାର ଶାସନର ମୁଖ୍ୟ କିଏ ଥିଲେ? ଜେନେରାଲ ସ୍ମୋର୍ଟସ୍। ଜେନେରାଲ ସ୍ମୋର୍ଟସ୍। ତ ପିଲାମାନେ ଭଲ ମନେ ରଖିଥିବ। ନେକ୍ସଟ ଦେଖ, ତ ନେକ୍ସଟ ପିଲାମାନେ ୟା ପରେ ମୁଁ ଆହୁରି ଇଜିଲି ମାନେ ସର୍ଟରେ କହିଦେଇ ଯାଉଛି। ତାପରେ ଯେଉଁ ଦକ୍ଷିଣ ଆଫ୍ରିକାରୁ ଗାନ୍ଧିଜୀ ଯେଉଁ ଫେରିଲେ, କେବେ ଫେରିଲେ ପିଲାମାନେ? ସେ ତ ସେଠି ଥିଲେ ଆମେ ଜାଣିଲେ 1913ରେ ସେଠି ଲାଷ୍ଟ ଆନ୍ଦୋଳନ କଲେ, ମାନେ 1913ରେ ସେଠି ଲାଷ୍ଟ ଆନ୍ଦୋଳନ କଲେ। ତେବେ ସେ ଫେରିଥିବେ କେବେ? ନିହାତି 1914 କିମ୍ବା 15। ସେ 1914 ମଧ୍ୟ ସେଠାରେ କିଛି ଆନ୍ଦୋଳନ କରିଛନ୍ତି। ନେକ୍ସଟ 1915 ଜାନୁଆରୀ 9 ତାରିଖରେ ଗାନ୍ଧିଜୀ କ'ଣ କଲେ ନା ଭାରତକୁ ଫେରିଲେ। 1915 ଜାନୁଆରୀ 9ରେ ଗାନ୍ଧିଜୀ କ'ଣ କଲେ ନା ଭାରତକୁ ଫେରିଲେ। ଆହୁରି କ'ଣ କୁହାଯାଏ, ଜାନୁଆରୀ 9 ତାରିଖକୁ ଯେଉଁ ପ୍ରବାସୀ ଫେରନ୍ତା ଦିବସ ମଧ୍ୟ ବୋଲି ପାଳନ କରାଯାଏ। ଏଇଟା ଭଳି ଜିକେରେ ମଧ୍ୟ ଆସେ, ମନେ ରଖିଥିବ। ତାପରେ ଗାନ୍ଧିଜୀ ଗୋପାଳକୃଷ୍ଣ ଗୋଖଲେଙ୍କୁ ତାଙ୍କ ରାଜନୈତିକ ଗୁରୁ ଭାବେ ଗ୍ରହଣ କଲେ। ଯେହେତୁ ସେ ଆଇନ ପାଇଁ ଯାଇଥିଲେ କିନ୍ତୁ ସେଠି ଯେଉଁ ରାଜନୀତିରେ ପ୍ରବେଶ କରିଯାଇଛନ୍ତି, ତାଙ୍କର ଗୋଟେ ଗୁରୁ, ତାଙ୍କର ଜଣେ ସେ ଗୁରୁଙ୍କୁ ଗୁରୁ ବୋଲି ଗ୍ରହଣ କଲେ। କିଏ ସେ? ନା ଗୋପାଳକୃଷ୍ଣ ଗୋଖଲେ। ଗୋପାଳକୃଷ୍ଣ ଗୋଖଲେଙ୍କୁ ତାଙ୍କର ଗୁରୁ ଭାବେ ଗ୍ରହଣ କଲେ। ଗୋଖଲେଙ୍କ ଉପଦେଶ ଅନୁଯାୟୀ ଗାନ୍ଧିଜୀ 1 ବର୍ଷ କାଳ ରାଜନୀତିରୁ ଦୂରେଇ ରହିଥିଲେ। ସେହି ସମୟରେ ସେ ଭାରତର, ପିଲାମାନେ ଏଗୁଡ଼ା ସବୁ ତୁମେ ପଢ଼ିନେବ, ଯେହେତୁ ୱାନ୍ ଶଟ୍ ଭିଡ଼ିଓ ମୁଁ ତୁମକୁ ଇମ୍ପୋର୍ଟାଣ୍ଟ କହିଦେଉଛି। ନେକ୍ସଟ ପିଲାମାନେ ଦେଖ, ନେକ୍ସଟ କ'ଣ ରହିଛି, ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଯୋଗୁଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଆଉ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ। ଯେଉଁ ସେ ଦକ୍ଷିଣ ଆଫ୍ରିକାରେ ଯେତେ ସବୁ କାମ କରିଛନ୍ତି, ମାନେ ଏତେ ସବୁ ମହାନ କାମ କରିଛନ୍ତି, ସେଥିପାଇଁ ଯେଉଁ ରହିଛନ୍ତି ଆମର କିଏ? ରବୀନ୍ଦ୍ରନାଥ ଠାକୁର ବିଶ୍ୱକବି, ସେ ତାଙ୍କୁ ମହାତ୍ମାର ଆଖ୍ୟା ପ୍ରଦାନ କଲେ। କିଏ ଦେଲେ? ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ଦେଲେ କ'ଣ? ମହାତ୍ମାର ଆଖ୍ୟା। ନେକ୍ସଟ ସେ 1916 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦର ନିକଟରେ ସାବରମତୀ ନଦୀ କୂଳରେ କ'ଣ କଲେ ନା ଏକ ଆଶ୍ରମ ପ୍ରତିଷ୍ଠା କଲେ ଏବଂ ଦେଶବାସୀଙ୍କୁ ସତ୍ୟ, ଅହିଂସା ଓ ନିଷ୍ଠା ନୈତିକତାର ପଥ ପ୍ରଦର୍ଶନ କରିଥିଲେ। ସେ 1915ରେ ଫେରିଲେ, ଗୋଟେ ବର୍ଷ ରହିଲେ। କହିଛନ୍ତି ତାଙ୍କୁ ରାଜନୈତିକ ଠାରୁ ଗୋଟେ ବର୍ଷ ଦୂରେଇ ରହିବା ପାଇଁ। ତେଣୁ ସେ କ'ଣ କଲେ ନା 1916ରେ ରାଜନୈତିକ ଫେରିଲେ। ସେ କ'ଣ କଲେ? ସାବରମତୀ ନଦୀ କୂଳରେ ଗୋଟେ ଆଶ୍ରମ ପ୍ରତିଷ୍ଠା କଲେ। ଆଶ୍ରମ ପ୍ରତିଷ୍ଠା କରି କ'ଣ କଲେ ନା ତାଙ୍କୁ ସତ୍ୟ, ଅହିଂସା ଓ ନିଷ୍ଠା ମାତ୍ରାରେ ପ୍ରଦର୍ଶନ କଲେ। କେଉଁମାନଙ୍କୁ? ଲୋକମାନଙ୍କୁ। ନେକ୍ସଟ ଦେଖ, ଗାନ୍ଧିଜୀଙ୍କ ମତରେ କ'ଣ ଥିଲା? ମୁଁ କହିଛି ପୂର୍ବରୁ, ଗାନ୍ଧିଜୀଙ୍କର ଗୋଟେ ବ୍ରହ୍ମାସ୍ତ୍ର ଥିଲା ସତ୍ୟାଗ୍ରହ। ଗାନ୍ଧିଜୀଙ୍କ ମତରେ ସତ୍ୟାଗ୍ରହର ଅର୍ଥ ଭୀରୁତା ନୁହଁ। ସତ୍ୟାଗ୍ରହ ହେଉଛି ସତ୍ୟ ପ୍ରତି ଆଗ୍ରହ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଏଇଟା ହେଉଛି ତାଙ୍କର ମାନେ ବ୍ରହ୍ମାସ୍ତ୍ର। ପୁଣି ଦେଖ, 1917 ଇଂରେଜ ଉପନିବେଶ ଗୁଡ଼ିକ ଭାରତୀୟମାନଙ୍କ ନିଯୁକ୍ତି ବନ୍ଦ ନ କଲେ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ଦେଇ ଗାନ୍ଧିଜୀ ଏହି ନିଯୁକ୍ତି ବନ୍ଦ କରିବା ପାଇଁ ସଫଳ ହୋଇଥିଲେ। ତ ସେ ମଧ୍ୟ ଆହୁରି ପାଇଁ ମାନେ ଇଂରେଜମାନଙ୍କୁ ଧମକାଇ ମଧ୍ୟ ଦେଇଛନ୍ତି। କ'ଣ ନା ସେ ଭାରତୀୟମାନଙ୍କ ନିଯୁକ୍ତି ବନ୍ଦ କରିବେ। କ'ଣ ପାଇଁ? ନା ଇଂରେଜ ଉପନିବେଶ ଗୁଡ଼ିକ ପାଇଁ। ତ ଧମକ ଦେଇ ସଫଳ ମଧ୍ୟ ହୋଇଛନ୍ତି। ତ ପିଲାମାନେ ଏବେ ଆମେ ଦେଖିବା ମେନ୍ ଆମ ଯେଉଁ ଭାରତରେ ଯେଉଁ ଗାନ୍ଧିଜୀଙ୍କର ଭୂମିକା ମୁଖ୍ୟ ଯେଉଁ ତାଙ୍କର ରହିଛି ସବୁ ମାନେ ଆନ୍ଦୋଳନ ସବୁ ଦେଖିବା। ଏଇଟା ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ, ବହୁତ ଥର କ୍ୱେଶ୍ଚନ୍ ଆସିଛି। ଚମ୍ପାରଣ ଆନ୍ଦୋଳନ, ଏଇଟା ହେଉଛି ଗାନ୍ଧିଜୀଙ୍କର ପ୍ରଥମ ଆନ୍ଦୋଳନ, ଯାହାକି ଭାରତରେ। ଗାନ୍ଧିଜୀଙ୍କ ପ୍ରଥମ ଆନ୍ଦୋଳନ ହେଉଛି ଚମ୍ପାରଣ ଆନ୍ଦୋଳନ, ଯାହାକି ଭାରତରେ। ଏହା କେମିତି ଦେଖ ହେଇଛି ପିଲାମାନେ? ଭାରତରେ ଗାନ୍ଧିଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ହେଉଛି ଚମ୍ପାରଣ ଆନ୍ଦୋଳନ। ମୁଁ କହିସାରିଛି ପିଲାମାନେ, କେବଳ ତାର ଇମ୍ପୋର୍ଟାଣ୍ଟ ଟପିକ୍ ଗୁଡ଼ା କହିଦେଉଛି। ଦେଖ ପିଲାମାନେ, ପ୍ରଥମ କ୍ୱେଶ୍ଚନ୍ ଦେଖ, ପ୍ରଥମେ ଆସେ ବିହାରରେ ଚମ୍ପାରଣ ଜିଲ୍ଲାରେ ଚାଷୀମାନଙ୍କ ଜମିର 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଚାଷ କରିବା ପାଇଁ ବାଧ୍ୟ କରାଯାଉଥିଲା। ମାନେ ତାଙ୍କ ଯେତେ ଭାଗ ଜମି ଥାଉ କିନ୍ତୁ ସେମାନେ ତାଙ୍କର ସମ୍ପୂର୍ଣ୍ଣ 20 ଭାଗ ମାନେ ଏମିତି ଭାବ, ତାଙ୍କର ଯଦି ଫୁଲ୍ ଜମି ଅଛି 20 ଭାଗ, ବାକି ସେମାନେ 3 ଭାଗ ଅଞ୍ଚଳରେ ହିଁ ଚାଷ କରିପାରିବେ। ଏତିକି ଭାଗ ଅଞ୍ଚଳରେ ସେମାନେ ଚାଷ କରିପାରିବେ, ମାନେ ଏମିତି ବାଧ୍ୟ କରାଯାଉଥିଲା। ଆଉ ଯେତେ ବି ତାଙ୍କର ଇନକମ୍ ହେବ, ମୁଁ ସର୍ଟରେ କହୁଛି ପିଲାମାନେ, ତାଙ୍କ ଯେତେ ବି ଟୋଟାଲ୍ ଇନକମ୍ ହେବ ସେମାନେ ଇଂରେଜମାନଙ୍କର ଯେତିକି ଦର ଫିକ୍ସ କରିବେ ସେଇ ଫିକ୍ସ ଦରରେ ସେମାନେ ବିକ୍ରି କରିପାରିବେ। এইଭଳିଆ ବ୍ୟବସ୍ଥା କ'ଣ କୁହାଯାଉଥିଲା? ଏଇଭଳିଆ 3 କାଠିଆ ବ୍ୟବସ୍ଥା କୁହାଯାଉଥିଲା। ଗୋଟେ ବ୍ୟବସ୍ଥା ଥିଲା ପିଲାମାନେ, ଏଇ ଯେଉଁ ବ୍ୟବସ୍ଥାକୁ 3 କାଠିଆ ବ୍ୟବସ୍ଥା କୁହାଯାଉଥିଲା। କାହିଁ ପାଇଁ? ସେମାନେ 3 ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ବାଧ୍ୟ କରୁଥିଲେ। ତ ପିଲାମାନେ ଏଇ ପାଇଁ ମାନେ ଏଇସବୁ ମାନେ କାମ କରୁଛନ୍ତି ବା ଏଇଭଳି ବ୍ୟବସ୍ଥା କରୁଛନ୍ତି, ଚାଷୀମାନଙ୍କୁ ଶୋଷଣ କରୁଛନ୍ତି କେଉଁମାନେ? ଇଂରେଜମାନେ। ମହାତ୍ମା ଗାନ୍ଧୀଙ୍କୁ ଡାକିଲେ କିଏ? ନା ରାଜକୁମାର ଶୁକ୍ଳ। ଦେଖ ପିଲାମାନେ, ଏଇଠି ଗୋଟେ ଥିବ, ଏହି ବିରୋଧରେ ପ୍ରତିବାଦ କରିବା ପାଇଁ ଚାଷୀମାନଙ୍କ ଅତ୍ୟାଚାର ଶୋଷଣ ଶିକାର ପାଇଁ ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ 1917 ଏପ୍ରିଲରେ ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରରେ ପହଞ୍ଚିଲେ। ତ ଏଇଟା ପିଲାମାନେ ସର୍ଟ କ୍ୱେଶ୍ଚନ୍ ବହୁବାର ଆସିଛି। କ'ଣ ପିଲାମାନେ? ଗାନ୍ଧିଜୀ ଯାଇ କେଉଁଠାରେ ପହଞ୍ଚିଲେ? ଗାନ୍ଧିଜୀ ଯାଇ କେଉଁଠାରେ ପହଞ୍ଚିଲେ? କେଉଁଠାରେ ପିଲାମାନେ? 1917 ଏପ୍ରିଲରେ ମୋତିହାରୀରେ ପହଞ୍ଚିଲେ। ଏଇଟା ସର୍ଟ କ୍ୱେଶ୍ଚନ୍ ବହୁବାର ଆସିଛି, ତ ଏଇଟା ମଧ୍ୟ ମନେ ରଖିଥିବ। କିନ୍ତୁ ସେଠାକାର ଜିଲ୍ଲା ଅଧିକାରୀ କ'ଣ କଲେ? ସେଠାକାର ଜିଲ୍ଲା ଅଧିକାରୀ ମହାତ୍ମା ଗାନ୍ଧୀ କହିଲେ ସିଏ ତ ଯାଇଛନ୍ତି କାହା ପାଇଁ? ଲୋକମାନଙ୍କ ପାଇଁ। ତ ଜିଲ୍ଲା ଅଧିକାରୀ ଯେଉଁ ରହିଛନ୍ତି ଇଂରେଜ ଜିଲ୍ଲା ଅଧିକାରୀ, ତାଙ୍କର ଅସୁବିଧା ହେଇଯିବ। ସେ କ'ଣ କଲେ ନା ତାଙ୍କୁ ସେଠି ପଳେଇ ଯିବା ପାଇଁ କହିଲେ।
ତାଙ୍କ ସାଥିରେ ଯେଉଁ ଯାଇଥିଲେ ମାନେ ମହାତ୍ମା ଗାନ୍ଧୀଙ୍କ ସହିତ ଯାଇଥିଲେ ରାଜେନ୍ଦ୍ର ପ୍ରସାଦ, ମୁଜାରୁଲ ହକ୍, ମହାଦେବ ଦେଶାଇ, ନରହରି ପାରିକ ଓ ଜେବି କୃପାଳିନୀ। ସେ ସମସ୍ତଙ୍କୁ ଜିଲ୍ଲା ଛାଡ଼ି ପଳେଇଯିବା ପାଇଁ କହିଲେ। କିନ୍ତୁ ଗାନ୍ଧିଜୀ ତ ଆମର ମାନିବା ବାଲା ନୁହନ୍ତି। ସେ ଯାଇଛନ୍ତି ହେଲ୍ପ କରିବା ପାଇଁ, ତ ହେଲ୍ପ କରିବେ। ସେ କ'ଣ କଲେ ନା ସେ କହିଲେ କି ତମେ ଯାହା ଦଣ୍ଡ ଦଉଛ ମୁଁ ସେ ଦଣ୍ଡ ଭୋଗିବା ପାଇଁ ରାଜି, ବାକି ଆମେ ଆମର କାମ କରିବୁ। କ'ଣ କଲେ ସେ କାମ? ସେ କ'ଣ କଲେ ନା ଅହିଂସା ଉପାୟରେ ଅନ୍ୟାୟମୂଳକ ଆଇନକୁ ଅମାନ୍ୟ କରିବା ସତ୍ତ୍ୱବେଳେ ଭାରତରେ ଏକ ନୂତନ ପ୍ରକାର ଆନ୍ଦୋଳନ ପଦ୍ଧତିକୁ ଉଭା ହେଲା। ମାନେ ସେ ଯେଉଁ ସତ୍ୟାଗ୍ରହ କରିଥିଲେ କିନ୍ତୁ ସେ ଅହିଂସା ମାର୍ଗରେ ମାନେ ଆନ୍ଦୋଳନ କଲେ, ସେଇଟା ଭାରତରେ ନୂଆ ଭାବେ ଆବିର୍ଭାବ ହେଲା। ସେ ଏମିତିକା ଆନ୍ଦୋଳନ କରିଚାଲିଲେ। ଲାଷ୍ଟରେ କ'ଣ ହେଲା, ସେ ଯେଉଁ ଚମ୍ପାରନ ଚାଷୀ ସବୁ ସମସ୍ୟା ଅନୁଧ୍ୟାନ କଲେ। ଆଉ କ'ଣ କଲେ, ଗାନ୍ଧିଜୀ ନିଜେ ଅନୁସନ୍ଧାନ କରି ଚାଷୀମାନଙ୍କୁ ଇଂରେଜ ମାଲିକଙ୍କୁ ଶୋଷଣରୁ ରକ୍ଷା କଲେ। ଆଉ କ'ଣ ହେଲା ଦେଖ, ତିନି କାଠିଆ ବ୍ୟବସ୍ଥା ଯେଉଁ ରହିଲା, ତିନି କାଠିଆ ବ୍ୟବସ୍ଥାକୁ ସେମାନେ ଉଚ୍ଛେଦ କଲେ। ଇଂରେଜ ସରକାରମାନେ ଉଚ୍ଛେଦ କଲେ, ଗାନ୍ଧିଜୀଙ୍କ ଆଗରେ ସେମାନେ ହାର ମାନିଲେ। ତ ନେକ୍ସଟ ଦେଖ, ଆଉ ଯେଉଁ ଥିଲା ଏବଂ ବେଆଇନ ଇଂରେଜ ମାଲିକଙ୍କ ଦ୍ୱାରା ବେଆଇନ ଭାବେ ଆଦାୟ କରାଯାଉଥିବା ଅର୍ଥର 25% ଚାଷୀମାନଙ୍କୁ କ'ଣ କରା, ଚାଷୀମାନଙ୍କୁ ଫେରାଇ ଦିଆଗଲା। ମାନେ କ'ଣ ଦେଖ ବୁଝ, ସେମାନେ ଯେଉଁ ଇନକମ୍ କରିବେ, ସେମାନେ ଯେଉଁ ଗୋଟେ ନୀଳ ଚାଷ କରୁଥିଲେ, ନୀଳ ଚାଷ ସେମାନେ ଯାହା ବି ଇନକମ୍ ହେବ, ଯାହା ବି 100% ଇନକମ୍ରୁ ଏମାନେ କ'ଣ କରୁଥିଲେ ନା 25% ନେଉଥିଲେ। କେଉଁମାନେ? ଇଂରେଜମାନେ 25% ନେଉଥିଲେ। ତ ସେସବୁ ଯେଉଁ 25% ଇଂରେଜମାନେ ନେଉଥିଲେ ତାହା ମଧ୍ୟ ଏଇ ଯେଉଁ ଚାଷୀମାନଙ୍କୁ ଫେରାଇ ଦିଆଗଲା। କାହାଙ୍କ ସାହାଯ୍ୟରେ? ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନ ସାହାଯ୍ୟ। ତ ପିଲାମାନେ ଏଇଟା ଏମିତି ଭାବେ ମନେ ରଖିଥିବ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଅଛି। ନେକ୍ସଟ କ୍ୱେଶ୍ଚିନ୍ ଦେଖ ପିଲାମାନେ, ଖେଡ଼ା ଆନ୍ଦୋଳନ। ତ ପିଲାମାନେ ଖେଡ଼ା ଆନ୍ଦୋଳନ କ'ଣ, ଏଇଟା ମୁଁ ଏମିତି କହିଦେଉଛି ଦେଖ। କେବେ ହେଉଥିଲା ନା 1918 ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜୁରାଟ ସ୍ଥିତ ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା। ମାନେ 1918, 1917 ଗଲା କେଉଁ ଆନ୍ଦୋଳନ? 1917 ଗଲା ଚମ୍ପାରଣ ଆନ୍ଦୋଳନ। ତାପରେ ଆସିଲା 1918, 1918 ହେଇଛି କ'ଣ ନା ଗୁଜୁରାଟରେ ଦୁର୍ଭିକ୍ଷ ପଡ଼ିଛି, ସେଥିପାଇଁ ଖେଡ଼ା ଜିଲ୍ଲାର ଶସ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ସେଠାରେ ଗୋଟେ ନିୟମ ଥିଲା କ'ଣ ନା ରାଜସ୍ୱ ବିଭାଗର ନିୟମ ଅନୁଯାୟୀ ଯଦି ସେଠାକ ମାନେ ମାନେ ଯେଉଁ ଚାଷର ଉତ୍ପାଦନ 1/4 ଭାଗରୁ ଯଦି କମ୍ ହେବ, ମାନେ 1/4 ଯଦି କମ୍ ହେବ, ତାହେଲେ ସେଥିପାଇଁ ତାଙ୍କୁ କୌଣସି କର କିମ୍ବା କର ଦେବାକୁ ପଡ଼ୁନଥିଲା। ମାନେ ତାଙ୍କୁ କୋହଳ କରାଯାଉଥିଲା, ସେଇ ଯେଉଁ ରାଜସ୍ୱ ଦେୟ ପରିମାଣ କୋହଳ କରାଯାଉଥିଲା। କିନ୍ତୁ କିନ୍ତୁ କ'ଣ ହେଲା ନା ଖେଡ଼ା ଚାଷୀମାନଙ୍କୁ ଏଇ ମାନେ ରାଜସ୍ୱ ଦେୟ କରିବାକୁ ବାଧ୍ୟ କରାଗଲା। ମାନେ ତାଙ୍କ ତ ନିୟମ ଦେଇଛନ୍ତି, ସେମାନେ କ'ଣ ଯଦି 1/4 ଅଂଶ ଯଦି ଚାଷ ନ হবে କି ତାଠୁ କମ୍ ହେବ, କ'ଣ ହେବ ନା ସେମାନଙ୍କୁ ତାଙ୍କର କର ବା ସେ ରାଜସ୍ୱ ଦେବା ପାଇଁ ପଡ଼ିବନି। କିନ୍ତୁ ଖେଡ଼ା ଜିଲ୍ଲାରେ କିନ୍ତୁ ଚାଷୀମାନଙ୍କୁ ବାଧ୍ୟ କରାଗଲା। ସେଥିପାଇଁ ଗାନ୍ଧୀ ସେଠାରେ ଆନ୍ଦୋଳନ କଲେ। ଯେହେତୁ ଗୁଜୁରାଟ ତାଙ୍କର କ'ଣ, ଗୁଜୁରାଟ ତାଙ୍କର ଘର ପୋରବନ୍ଦର ମହାତ୍ମା ଗାନ୍ଧୀଙ୍କର, ତେଣୁ ସେ ମଧ୍ୟ ସେଠାରେ ମଧ୍ୟ ଆନ୍ଦୋଳନ କଲେ। ସେ ବିରୋଧରେ ଆନ୍ଦୋଳନ କରି ସମସ୍ତ ପରିମାଣ ସେଠି ମଧ୍ୟ କହିଥିଲେ କି ମୁଁ ତୁମର ସମସ୍ତ ପରିଣାମ ଭୋଗିବା ପାଇଁ ବାଧ୍ୟ। ଯେତେବେଳେ ସେ ଜିଲ୍ଲାପାଳ କ'ଣ କହିଲେ ନା ତୁମେ ପଳେଇଯାଅ ଏଠୁ। ତାପରେ ମଧ୍ୟ କ'ଣ କଲେ, ସେ ସମସ୍ତ ପରିଣାମ ଭୋଗିବାକୁ ପ୍ରସ୍ତୁତ ହେଲେ ଏବଂ ଶେଷରେ କ'ଣ କଲେ ନା ଇଂରେଜ ସରକାରଙ୍କ ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ। ଏକ ଗୁପ୍ତ ନିର୍ଦ୍ଦେଶନାମା ଜାରି କରି କେବଳ ସାମର୍ଥ୍ୟ ଥିବା ଚାଷୀମାନଙ୍କ ଦ୍ୱାରା ଆଦାୟନ କଲେ। ଏହି ଆନ୍ଦୋଳନରେ ଇନ୍ଦୁଲାଲ ଜାଗିର, ମାନେ ଦେଖ ପିଲାମାନେ, ଗାନ୍ଧିଜୀ ଏଭଳି ଭାବେ ଆନ୍ଦୋଳନ କଲେ, ସେଠାକାର ଯେଉଁ ଥିଲେ ସରକାର ସେ ମଧ୍ୟ ଭୟଭୀତ ହୋଇଗଲେ। ଆଉ କହିଲେ କ'ଣ, ଯେଉଁମାନେ ସକ୍ଷମ, କେବଳ ସକ୍ଷମ ଚାଷୀମାନେ, ଧନୀ ଚାଷୀମାନେ ହିଁ ସେମାନଙ୍କର କର ଦେବେ। ଆଉ ଏହି ଆନ୍ଦୋଳନରେ ସେଠାକାର ଯେଉଁ ଥିଲେ ଇନ୍ଦୁଲାଲ ଜାଗିର, ସେ କ'ଣ ହେଲେ ନା ଗାନ୍ଧିଜୀଙ୍କର ମୁଖ୍ୟ ସହଯୋଗୀ ହୋଇଗଲେ। ଆଉ ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ ଖେଡ଼ା ଜିଲ୍ଲାର ଅଧିବାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ପ୍ରଧାନ ଅନୁଗାମୀ ହୋଇଗଲେ। ଫାଷ୍ଟ ପିଲାମାନେ ଖେଡ଼ା ଏଭଳି କାମ ଦେଖି, ମାନେ ଆନ୍ଦୋଳନରେ ଏଭଳି କାମ ପାଇଁ ତାଙ୍କର ସହଯୋଗୀ କିଏ ଥିଲେ? ସହଯୋଗୀ ଥିଲେ ଇନ୍ଦୁଲାଲ ଜାଗିର। ଆଉ କ'ଣ ଥିଲେ? ତାଙ୍କର ଅନୁଗାମୀ କିଏ ହୋଇଗଲେ? ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଏଭଳିଆ ତାଙ୍କର କାର୍ଯ୍ୟ ଦେଖିକି। ତ ନେକ୍ସଟ ପିଲାମାନେ ଦେଖ, ତାଙ୍କର ଥାର୍ଡ଼ ଆନ୍ଦୋଳନ କ'ଣ? ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ। ଏଥିରୁ ବେଶୀ କିଛି କ୍ୱେଶ୍ଚିନ୍ ଆସିନି ପିଲାମାନେ, କିନ୍ତୁ ତୁମେ ପଢ଼ି ନେଇଥାଉ। ଏଇଟା କେଉଁଠି ହେଇଥିଲା ନା ଗୁଜୁରାଟର, ସେଇ ସବୁ ଆନ୍ଦୋଳନ ପ୍ରାୟ ସେଇ ଗୁଜୁରାଟରେ ହିଁ ହେଉଛି। ଗୁଜୁରାଟର ଯେଉଁ ରହିଛି ଅହମ୍ମଦାବାଦ, ସେଠି ଲୁଗା କଳ ଗୁଡ଼ିକର ଯେଉଁ ପ୍ଲେଗ ବୋନସ ଭତ୍ତା ଦେବା ପାଇଁ ମାନେ ତାଙ୍କର ଗୋଟେ ନିୟମ ଥିଲା। କ'ଣ ନା ପ୍ଲେଗ ବୋନସ। ସେଠି ଯେଉଁ ଶ୍ରମିକ ମାଲିକମାନଙ୍କର ଗୋଟେ ସୂତ୍ର କଳହ ହେଲା କ'ଣ ନା ଜିଲ୍ଲାପାଳଙ୍କ ଅନୁରୋଧ ମାନେ କଳହ ଯେଉଁ ହେଲା, ଏଠି ଜିଲ୍ଲାପାଳ ନିଜେ ଅନୁରୋଧ କଲେ କାହାକୁ ନା ମହାତ୍ମା ଗାନ୍ଧୀ। ଦେଖ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ କଳର ହସ୍ତକ୍ଷେପ ନେଇ ଗୋଟେ ଟ୍ରିବ୍ୟୁନାଲ ଅନୁରୋଧ କଲେ। ଟ୍ରିବ୍ୟୁନାଲର ଅର୍ଥ ପିଲାମାନେ ଗୋଟେ ମିଟିଂ ଡାକିଲେ। ମିଟିଂ ଡାକି କ'ଣ କଲେ ସେଠି, ସେ କହିଲେ କି ସେ ସବୁ ଘଟଣାକୁ ଅନୁଧ୍ୟାନ କଲେ। ଅନୁଧ୍ୟାନ କରି କ'ଣ କଲେ ନା ଅହମ୍ମଦାବାଦର କାରଖାନା ଶ୍ରମିକମାନଙ୍କୁ 35% ମଜୁରୀ ବୃଦ୍ଧି ପାଇଁ ଦାବି ପ୍ରତ୍ୟାଖ୍ୟାନ କରିବାରୁ, ମାନେ ପିଲାମାନଙ୍କୁ କହିଦେଉଛି, ବହି ତୁମେ ନିଜେ ପଢ଼ି ନେବ। ସେଠି ସେ ଟ୍ରିବ୍ୟୁନାଲ ଡାକିଲେ। ସେଠିକା ଯେଉଁ ଶ୍ରମିକମାନେ ଥିଲେ ସେମାନେ କ'ଣ କହୁଥିଲେ? ସେମାନେ କହୁଥିଲେ ଆମର 35% ମଜୁରୀ ବୃଦ୍ଧି ହେଉ। ଯେଉଁ ପ୍ଲେଗ ବୋନସଟି ପ୍ରତ୍ୟାଖ୍ୟାନ କରାଯାଇଛି, ଆମର ସେଥିପାଇଁ 35% ମଜୁରୀ ବୃଦ୍ଧି ହେଉ। କିନ୍ତୁ ମାଲିକମାନେ ତାକୁ ପ୍ରତ୍ୟାଖ୍ୟାନ କଲେ, କହିଲେ ଆମେ ଦେବୁ ନାହିଁ। ଆମେ କେତେ ଭାଗ ଦେବୁ? ଆମେ ମାତ୍ର ତୁମକୁ 20 ଭାଗ ଦେବୁ। ଆମେ କ'ଣ କଲେ? ଆମେ 20 ଭାଗ ଦେବୁ। ଏହି ବିରୁଦ୍ଧରେ ସେମାନେ ଆନ୍ଦୋଳନ କଲେ। ସେଥିପାଇଁ କ'ଣ କଲେ ନା ମହାତ୍ମା ଗାନ୍ଧୀ ତାଙ୍କର ସେଇ ଶ୍ରମିକମାନଙ୍କ ଦାବି ପୂରଣ ପାଇଁ ଅନଶନ ଚାଲୁ ରଖିଲେ। ଅନଶନ ଚାଲୁ ରଖିକି ତାଙ୍କୁ ସେ 35% ଆଣିବା ପାଇଁ ବାଧ୍ୟ କରାଇଲେ, ମାନେ ଦେବା ପାଇଁ ବାଧ୍ୟ କରାଇଲେ।
ଏହା ଥିଲା ଏହି ଆନ୍ଦୋଳନର ମୁଖ୍ୟ କାର୍ଯ୍ୟକ୍ରମ। ତ ଆମେ ଏବେ ଦେଖିବା କ'ଣ ରାଉଲାତ ଆଇନ ବିରୋଧରେ ଆନ୍ଦୋଳନ। ନେକ୍ସଟ ଦେଖ ପିଲାମାନେ, ଯେଉଁ ରାଉଲାତ ଆଇନ ରହିଛି ଏଇଟା ପିଲାମାନେ ହେଉଛି ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ଏଗୁଡ଼ା ସବୁ ତ ଥିଲା ପ୍ରଥମେ ଯେଉଁ ଆଞ୍ଚଳିକ ଆନ୍ଦୋଳନ। ପ୍ରଥମ ଆଞ୍ଚଳିକ ଆନ୍ଦୋଳନ ହେଲା ଚମ୍ପାରଣ ଆନ୍ଦୋଳନ। ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ହେଲା ରାଉଲାତ ବିରୋଧୀ ଆଇନ ଆନ୍ଦୋଳନ। ମାନେ ଦେଖ ଏଇ ଆନ୍ଦୋଳନରେ କ'ଣ ହେଇଛି, ଦେଖ ଏଠି ଗୋଟେ ଶବ୍ଦ ଅଛି, ସରି ଏଠି ଗୋଟେ 1919 ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାରଙ୍କ ବିରୋଧରେ ଦ୍ୱାରା ପ୍ରଣୀତ ରାଉଲାତ ଆଇନ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। এটা କେବେ ତାହେଲେ ପ୍ରଣୀତ ହୋଇଥିଲା? 1919। ଆମେ ପିଲାମାନେ ଜଣା ପଡ଼ିଯାଉଛି 1918ରେ କ'ଣ ଗଲା, 1918 ଗଲା ଖେଡ଼ା ଆଉ ଅହମ୍ମଦାବାଦ ଲୁଗା ଆନ୍ଦୋଳନ, ମାନେ କଳକାରଖାନା ଆନ୍ଦୋଳନ। ତ ତାପରେ ଆସିବ କ'ଣ 1919। 1919ରେ କ'ଣ ହେଲା ନା ରାଉଲାତ ବିରୋଧୀ ଆଇନ ଆନ୍ଦୋଳନ। ତ ନେକ୍ସଟ ଦେଖ ପିଲାମାନେ, ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ଇଂରେଜ ମିତ୍ର ଶକ୍ତିକୁ ବହୁ ଭାବରେ ସାହାଯ୍ୟ କରିଥିଲା। ଭାରତୀୟମାନେ ଆଶା କରିଥିଲେ ଯେ ଯୁଦ୍ଧ ପରେ ଇଂରେଜ ସରକାର ଭାରତର ରାଜନୈତିକ ଦାବିଗୁଡ଼ିକୁ ପୂରଣ କରିବେ, କିନ୍ତୁ ନିରାଶ ହେଲେ। ନେକ୍ସଟ ଦେଖ, ନେକ୍ସଟ କ'ଣ ଅଛି, ନେକ୍ସଟ ଅଛି ଇଂରେଜ ସରକାର, ମାନେ ଦେଖ ଏଇଟା ମୁଁ ଏମିତି ଭଲସେ କହିଦେଉଛି କେବଳ। ଭାରତୀୟମାନେ ଗୋଟେ ଆଶା ରଖିଥିଲେ କ'ଣ ନା ଆମେ ଯଦି ମିତ୍ର ଶକ୍ତିକୁ ପ୍ରଥମ ବିଶ୍ୱଯୁଦ୍ଧରେ ମାନେ ଇଂଲଣ୍ଡକୁ ଯଦି ସାହାଯ୍ୟ କରିବୁ, ସେମାନେ କ'ଣ କରିବେ ନା ଆମ ସମସ୍ତ ଆଶା ପୂରଣ କରିବେ, କିନ୍ତୁ ସେ ହେଲା ନାହିଁ। ଯେତେବେଳେ ଏ ଯୁଦ୍ଧ ସରିଗଲା ସମସ୍ତେ ଭାରତୀୟ ନିରାଶ ହୋଇଗଲେ। କ'ଣ ହେଲା, ଇଂରେଜ ସରକାର ବିଚାରପତି ରାଉଲାତକୁ ନେଇ ଗୋଟେ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ କଲେ। ସେ କମିଟିରେ କ'ଣ କଲେ, ସେମାନେ ଯାହାକୁ ମନ ଇଚ୍ଛା ଯାହାକୁ ପାରିବେ ଭାରତୀୟମାନଙ୍କୁ ଗିରଫ କରିପାରିବେ, ବିନା ଦୋଷରେ ଯାହାକୁ ପାରିବେ ଗିରଫ କରିବେ। ତେଣୁ ଏମାନେ ଏଇ ଯେଉଁ ଆଇନଟା ପ୍ରଣୟନ କେବେ ହେଲା ପିଲାମାନେ 1919 ମାର୍ଚ୍ଚ 18। ଏଠି ଦେଖ ଅଛି 1919 ମାର୍ଚ୍ଚ 18ରେ ରାଉଲାତ ଆଇନ ଗୃହୀତ ହେଲା, ମାନେ ପୁରା ଛାଡ଼ି ଦିଆଗଲା କି ଏଇ ଆଇନ ଏବେଠୁ କାର୍ଯ୍ୟକାରୀ ଲାଗୁ କରାଗଲା। ଏହାରି ବିରୋଧରେ ଆନ୍ଦୋଳନ ପାଇଁ ଗଣସତ୍ୟାଗ୍ରହ ଡାକିଲେ କିଏ? ମହାତ୍ମା ଗାନ୍ଧୀ ଆହ୍ୱାନ ଦେଲେ ସମଗ୍ର ଦେଶବାସୀକୁ। କିନ୍ତୁ ମହାତ୍ମା ଗାନ୍ଧୀକୁ ଅନୁରୋଧ କରିଥିଲେ କେଉଁମାନେ? ଆନି ବେସେଣ୍ଟ, ଶ୍ରୀମତୀ ଆନି ବେସେଣ୍ଟ ଆଉ ହିଂସାତ୍ମକ କାର୍ଯ୍ୟ ଶ୍ରୀମତୀ ଆନି ବେସେଣ୍ଟ ଗାନ୍ଧିଜୀଙ୍କୁ ବିରୋଧ କରିଥିଲେ। ତାଙ୍କ ବ୍ୟତୀତ ଦୀନଶ ଏଦୁଲଜି ଆଚାର୍ଯ୍ୟ, ସୁରେନ୍ଦ୍ରନାଥ ବ୍ୟାନାର୍ଜୀ, ତେଜବାହାଦୁର ସିପ୍ରୁ, ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତାଗଣ ମଧ୍ୟ ଗାନ୍ଧିଜୀଙ୍କୁ ବିରୋଧ କରିଥିଲେ। ସେ କହିଲେ ସମଗ୍ର ଦେଶବାସୀଙ୍କୁ ଏଭଳି ହିଂସାତ୍ମକ କାର୍ଯ୍ୟ ପାଇଁ ଆହ୍ୱାନ କରନ୍ତୁ ନାହିଁ। ସେ ଏଭଳିଆ ଅନୁରୋଧ କରିଥିଲେ ଏବଂ ତାଙ୍କୁ ମନା ମଧ୍ୟ କରିଥିଲେ। ନେକ୍ସଟ ଦେଖ ପିଲାମାନେ, ନେକ୍ସଟ କିନ୍ତୁ ସମଗ୍ର ଭାରତରେ ଗାନ୍ଧିଜୀ କିନ୍ତୁ ଅହିଂସା ମାର୍ଗରେ ତାଙ୍କର ଆନ୍ଦୋଳନ ଚାଲୁ ରଖିଥିଲେ। ସେଥିପାଇଁ ସମଗ୍ର ଭାରତରେ ଗୋଟିଏ ଦିନ ହରତାଳ ପାଳନ ପାଇଁ ଗାନ୍ଧିଜୀ ଦେଶବାସୀଙ୍କୁ ପରାମର୍ଶ ଦେଲେ। ସରକାରଙ୍କ ନୀତିର ପ୍ରତିବାଦ ସ୍ୱରୂପ ସବୁ ପ୍ରକାର କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନା ଦ୍ୱାରା 19 ଏପ୍ରିଲ 6 ତାରିଖ ଦିନ ଦେଶବ୍ୟାପୀ ହରତାଳ ପାଳନ କରାଗଲା। 19 ଏପ୍ରିଲ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରି ଛଡ଼ି ଦିଆଗଲା। ମାନେ କ'ଣ କରାଗଲା, ଗାନ୍ଧିଜୀ ପରାମର୍ଶ ଦେଲେ ହିଂସାତ୍ମକ କାର୍ଯ୍ୟ କର ନାହିଁ, ବାକି ତୁମେ ନ ଖାଇ ନ ପିଇ ସମସ୍ତ କାର୍ଯ୍ୟକୁ ବନ୍ଦ କରି ତୁମେ ଗୋଟେ ହରତାଳ ପାଳନ କର ସମଗ୍ର ଦେଶ ସାରା। କେବେ ନା 1919 ଏପ୍ରିଲ 6ରେ ସେହି ହରତାଳଟା ପାଳନ ହେଲା। କିନ୍ତୁ ଏହି କାର୍ଯ୍ୟ ପାଇଁ 6 ତାରିଖରେ ଯେହେତୁ ସେମାନେ କାର୍ଯ୍ୟ କଲେ, ଦେଶବ୍ୟାପୀ ହରତାଳ କଲେ, 1919 ଏପ୍ରିଲ 9ରେ ଗାନ୍ଧିଜୀଙ୍କୁ ଗିରଫ କରାଗଲା ଆଉ ତାଙ୍କୁ ଛାଡ଼ି ମଧ୍ୟ ଦିଆଗଲା। ଗାନ୍ଧିଜୀଙ୍କ ଗିରଫ ସମ୍ବାଦ ସମଗ୍ର ଦେଶରେ ଜନସାଧାରଣ ଜନତା ଗଣ୍ଡଗୋଳ କରିବା ପାଇଁ ଉତ୍ତେଜିତ କଲା। ମାନେ ଏଇ ଯେଉଁ ଗିରଫ କରିବାର ଯେଉଁ ଖବରଟା ସମଗ୍ର ଦେଶରେ କ'ଣ କଲା ନା ହିଂସାତ୍ମକ କାର୍ଯ୍ୟ କରିବା ପାଇଁ ମାନେ ପ୍ରେରଣା ଦେଇଦେଲା। ଏହି ଆନ୍ଦୋଳନରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଅହମ୍ମଦାବାଦ, ଲାହୋର, ଅମୃତସରରେ ପ୍ରଚଣ୍ଡ ରୂପ ଧାରଣ କରିଥିଲା। ଯେହେତୁ ଗାନ୍ଧିଜୀଙ୍କୁ ଗିରଫ କରାଯାଇଛି, ଲୋକମାନେ କ'ଣ କଲେ ନା ସବୁଆଡ଼େ ହରତାଳ ଆହୁରି ପ୍ରଚଣ୍ଡ ରୂପ ଧାରଣ କରି ହରତାଳ ପାଳନ ହେଲା। ତ ନେକ୍ସଟ ଆସିଲା ପିଲାମାନେ କ'ଣ, ଜାଲିୱାଲାବାଗ ହତ୍ୟାକାଣ୍ଡ। ଯେଉଁ ଜାଲିୱାଲା ହତ୍ୟାକାଣ୍ଡ ରହିଛି ଏଇଟା ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ। କ'ଣ ଦେଖ ପିଲାମାନେ ରହିଛି, ସମଗ୍ର ଦେଶରେ ରାଉଲାତ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବା ସମୟରେ 1919 ଏପ୍ରିଲ 10 ତାରିଖରେ ଅମୃତସରରେ ଦୁଇ ସ୍ଥାନୀୟ ନେତା ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କ ଗିରଫ ଫଳରେ ଆନ୍ଦୋଳନ ଏକ ହିଂସାତ୍ମକ ରୂପ ଧାରଣ କଲା। 1919 ଏପ୍ରିଲ 9ରେ କ'ଣ କରାଯାଇଥିଲା ନା ଗାନ୍ଧିଜୀଙ୍କୁ ଗିରଫ କରି ଛାଡ଼ି ଦିଆଗଲା। ନେକ୍ସଟ 1919 ଏପ୍ରିଲ 10ରେ ସେଠାକାର ଯେଉଁ ଅମୃତସରର ଦୁଇ ସ୍ଥାନୀୟ ନେତା ଯେଉଁ ରହିଲେ ଡକ୍ଟର ସତ୍ୟପାଲ ଆଉ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କୁ ଗିରଫ କରାଗଲା, ଯାହାଦ୍ୱାରା ସେଠିକାର ରୂପ ହିଂସାତ୍ମକ ରୂପ ଧାରଣ କଲା। ଜନପ୍ରିୟ ନେତାଙ୍କର ଗିରଫ ଫଳରେ ପ୍ରତିବାଦ କରିବା ପାଇଁ ଆଉ ବୈଶାଖୀ ପର୍ବର ଉତ୍ସବ ପାଳନ କରିବା ପାଇଁ ଅମୃତସରରେ କ'ଣ କରାଗଲା ନା ଜାଲିୱାଲାବାଗଠାରେ 1919 ଏପ୍ରିଲ 13ରେ ବହୁ ସଂଖ୍ୟକ ଲୋକ ଏକ ସାଧାରଣ ସଭାରେ ଏକତ୍ରିତ ହୋଇଥିଲେ। ମାନେ ଫାଷ୍ଟ ତ ତାଙ୍କର ଗୋଟେ ଲକ୍ଷ୍ୟ ଥିଲା କ'ଣ, ଯେଉଁ ବୈଶାଖୀ ପର୍ବ ରହିଛି ପିଲାମାନେ, ବୈଶାଖୀ ପର୍ବର ଉତ୍ସବ ପାଳନ କରିବେ ଆଉ ଯେଉଁ ତାଙ୍କର ଯେଉଁ ଦୁଇ ସ୍ଥାନୀୟ ନେତା ଗିରଫ ହୋଇଛନ୍ତି ତାଙ୍କ ପାଇଁ କିଛି ପ୍ରତିବାଦ କରିବେ। ସେଥିପାଇଁ 1919 ଏପ୍ରିଲ 13ରେ ବହୁ ସଂଖ୍ୟକ ଲୋକ କେଉଁଠାରେ ଏକତ୍ରିତ ହେଲେ ନା ଜାଲିୱାଲାବାଗରେ ଗୋଟେ ସାଧାରଣ ସଭାରେ। ସେଠି କ'ଣ କରାଗଲା, କିନ୍ତୁ ସହରରେ କ'ଣ ହେଇଛି ନା ସହରରେ ସଭା ସମିତି କରାଯିବା ଉପରେ ସରକାରଙ୍କ ଦ୍ୱାରା ପୂର୍ବଦିନ ଘୋଷିତ ନିଷେଧାଜ୍ଞା ସମ୍ବନ୍ଧରେ ଜନତା ଅବଗତ ନଥିଲେ। ମାନେ ସେଇଦିନ ପୂର୍ବରୁ ମାନେ ଲୋକଙ୍କୁ ଗୋଟେ ଦିଆହେଇଛି ସୂଚନା, ତୁମେମାନେ ଗତକାଲି ମାନେ ବୈଶାଖୀ ପର୍ବରେ କେଉଁଠାରେ ମଧ୍ୟ ଲୋକ ଏକତ୍ରିତ ହୋଇପାରିବ ନାହିଁ। ସେ ନିଷେଧାଜ୍ଞା ଲୋକମାନେ ଜାଣିନଥିଲେ। ସେଇଥିପାଇଁ ଯେଉଁ ଲୋକମାନେ ଅସଂଖ୍ୟ ମାନେ ବହୁତ ପରିମାଣ ଲୋକ ଗୋଟେ ହିଁ ସାଧାରଣ ସଭାରେ କ'ଣ ହେଇଛି ନା ମାନେ ଏକତ୍ରିତ ହୋଇଛନ୍ତି। ବାକି ସେହି ସମୟରେ କ'ଣ ହେଲା
ନା ଜେନେରାଲ ଡାୟାର ହଠାତ୍ କ'ଣ କଲେ ଦଳୀୟ ସୈନିକଙ୍କ ସହ ସଭାସ୍ଥଳରେ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ ଲୋକମାନଙ୍କୁ କ'ଣ କଲେ ନା ଗୁଳି ବର୍ଷଣ କଲେ, ଯାହାଦ୍ୱାରା ମାନେ ବହୁ ସଂଖ୍ୟକ ଆହତ ହେଲା ଆଉ ମୃତ୍ୟୁ ମଧ୍ୟ କଲେ। ଯେତେବେଳେ ଏଇର ହିସାବ ମଗାଗଲା ସରକାରୀ ହିସାବ ଅନୁଯାୟୀ କ'ଣ କରାଗଲା ନା ସରକାରୀ ହିସାବ କଲେ କେତେ 369 ମୃତ, ବାକି ଆହତଙ୍କ ସଂଖ୍ୟା 1200। କିନ୍ତୁ ଏଥିରେ ମହାତ୍ମା ଗାନ୍ଧୀ ବିଶ୍ୱାସ କଲେ ନାହିଁ, କାରଣ ବହୁ ସଂଖ୍ୟକ ଲୋକ ସେଠାରେ ଏକତ୍ରିତ ହୋଇଥିଲେ। ଆଉ କ'ଣ କରାଇଲେ ସେ ନିଜେ ଅନୁଧ୍ୟାନ କଲେ। ନିଜେ ଅନୁଧ୍ୟାନ କରିବା ଦ୍ୱାରା ଜଣାପଡ଼ିଲା କି ମୃତଙ୍କ ସଂଖ୍ୟା 1200 ମାତ୍ର ଆହତଙ୍କ ସଂଖ୍ୟା 3600, ମାନେ ଏତେ ସଂଖ୍ୟକ ମାନେ ଲୋକ ମୃତ୍ୟୁବରଣ କରିଛନ୍ତି। ମାନେ ଏଇଭଳି ଅଭାବନୀୟ ଘଟଣା ସେଠାରେ ଘଟିଥିଲା, ମାନେ ଜାଲିୱାଲାବାଗ ଠାରେ। ଏଇ ଯେଉଁ ପ୍ରଖ୍ୟାତ ଘଟଣାକୁ ଜାଲିୱାଲାବାଗ ହତ୍ୟାକାଣ୍ଡ ନାମରେ ନାମିତ କରାଯାଇଛି। ତ ନେକ୍ସଟ ଦେଖ ପିଲାମାନେ, ଏଇଭଳିଆ ଯେଉଁ ଅଭାବନୀୟ ଘଟଣା ଘଟିଲା, ଏଇଟା ମହାତ୍ମା ଗାନ୍ଧୀ ନୁହେଁ ସମଗ୍ର ଭାରତବାସୀଙ୍କୁ କ'ଣ କଲା ନା ଗୋଟେ ମନରେ ଗୋଟେ ଆତଙ୍କ ଖେଳାଇଦେଲା ପିଲାମାନେ, ଆତଙ୍କ ଖେଳାଇଦେଲା। ଏଇ ଆତଙ୍କ ଯେଉଁ ଆତଙ୍କ ଖେଳାଇଦେଲା, ଏଥିପାଇଁ ମହାତ୍ମା ଗାନ୍ଧୀ ମଧ୍ୟ ଗୋଟେ ପ୍ରତିବାଦ କରିଥିଲେ ଅତ୍ୟନ୍ତ ଘୃଣାର ସହିତ। କ'ଣ କହିଥିଲେ ସେ? ଗାନ୍ଧୀଜୀ କହିଥିଲେ କି ବ୍ୟକ୍ତ କଲେ କୌଣସି ପ୍ରକାରର ଭାରତୀୟମାନେ ସରକାରଙ୍କ ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ। ମାନେ ଗାନ୍ଧୀଜୀ ଏଠି କହିଲେ ଆମେ ଅହିଂସା ମାର୍ଗରେ ଅଛେ ସତ, କିନ୍ତୁ ସରକାର ଯେଉଁ ଏଇ ପୈଶାଚିକ ମାନେ ପିଶାଚ ଭଳିଆ ଯେଉଁ କାମ କରୁଛନ୍ତି, ଏସବୁ ଯେ ଆମେ ଗ୍ରହଣ କରିନା, କିଛି ପ୍ରତିବାଦ କରିବାନି, ଏଟା ଆମ ପାପ ହେବ। ଏଥିପାଇଁ କ'ଣ କଲେ, ଏକ ନୂତନ ରାଜନୈତିକ ଆନ୍ଦୋଳନ ପାଇଁ ଝାସ ଦେବା ପାଇଁ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଡାକରା ଦେଲେ। ସେ ସମଗ୍ର ଦେଶବାସୀଙ୍କୁ ଡାକରା ଦେଲେ ଆମେ ନିଜର ଗୋଟେ ରାଜନୈତିକ ଆନ୍ଦୋଳନ ବନେଇବା, ମାନେ ରାଜନୈତିକ ସଂଘ ବନେଇବା। ସେ ତ ବନେଇଥିଲେ ମଧ୍ୟ ଗୋଟେ ଆନ୍ଦୋଳନ ପାଇଁ ସଂଘ, ଯେଉଁ ଜାତୀୟ କଂଗ୍ରେସ ବୋଲିକା, ନାଟାଲ ଭାରତୀୟ କଂଗ୍ରେସ, ଜାତୀୟ କଂଗ୍ରେସ, ଏଭଳିଆ ସବୁ ସଂଘ ବନିଥିଲେ। ସେଥିପାଇଁ ସେ କ'ଣ କଲେ ନା ସମଗ୍ର ଦେଶବାସୀଙ୍କୁ ଡାକରା ଦେଲେ। ଏଥିପାଇଁ ଇଂରେଜ ସରକାର ଯେଉଁ ଗୋଟେ ବର୍ବରଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନାଇଟ୍ ପଦ ଓ ଗାନ୍ଧୀଜୀଙ୍କୁ କାଇଜର ଇଜ୍ ପଦ ଉପାଧି ତ୍ୟାଗ କରିଥିଲେ। ମାନେ ଏଇଭଳି ମାନେ ତାଙ୍କୁ ଉପାଧି ମିଳିଥିଲା, ଯେଉଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ମିଳିଥିଲା ନାଇଟ୍ ପଦ, ଗାନ୍ଧୀଜୀଙ୍କୁ ମିଳିଥିଲା କାଇଜର ଇ ହିନ୍ଦ। କାଇଜର ଇ ହିନ୍ଦର ଅର୍ଥାତ୍ ହିନ୍ଦୁସ୍ତାନର ସମ୍ରାଟ। ଆଉ ଯେଉଁମାନଙ୍କ ନାଇଟ୍ ପଦ ଲାଗିଥିବ ପିଲାମାନେ, ନାଇଟ୍ ପଦ ଯେଉଁମାନଙ୍କୁ ମିଳିଥିବ ତାଙ୍କ ନାଁ ପୂର୍ବ ସାର୍ ଭଳି ଲାଗିଯିବ, ସାର୍ ବିଶ୍ୱନାଥ ରବୀନ୍ଦ୍ରନାଥ ଠାକୁର। ତ ପିଲାମାନେ ଏଇଭଳିଆ ବର୍ବରଚିତ କାର୍ଯ୍ୟ ପାଇଁ ବିଶ୍ୱନାଥ କ'ଣ କଲେ, ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କ'ଣ କଲେ ନା ନାଇଟ୍ ପଦକୁ ତ୍ୟାଗ କଲେ। ଗାନ୍ଧୀଜୀ କ'ଣ କଲେ ନା କାଇଜର ହିନ୍ଦ ପଦକୁ ତ୍ୟାଗ କଲେ, ମାନେ ସେ ତାଙ୍କର ଯେଉଁ ଉପାଧି ମିଳିଥିଲା ସେସବୁକୁ ମଧ୍ୟ ତ୍ୟାଗ କରିଦେଲେ। ତ ପିଲାମାନେ ଏହା ଥିଲା କ'ଣ ନା ତମର ଯେଉଁ ଫାଷ୍ଟ ବିଷୟ ଚାପ୍ଟର 1, ତମର ପିଲାମାନେ ଚାପ୍ଟର 1ର କମ୍ପ୍ଲିଟ୍ ୱାନ୍ ସଟ୍। ତ ପିଲାମାନେ ଯେଉଁମାନେ ବି ଏତେ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହିଁ, ପିଲାମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅ, କାରଣ ତମର ହିଷ୍ଟ୍ରିର ଅଲ୍ ଚାପ୍ଟରର ସମସ୍ତ ବିଷୟର କ୍ୱିକ୍ ରିଭିଜନ୍ ପିଲାମାନେ, କ୍ୱିକ୍ ରିଭିଜନର ୱାନ୍ ସଟ୍ ନେଇ ଆସୁଛି ମୁଁ। ତ ଥ୍ୟାଙ୍କ ୟୁ ପିଲାମାନେ, ଦେଖା ନେକ୍ସଟ ଭିଡ଼ିଓରେ।